ଯେ ଆପଣଙ୍କର ଷ୍ଟାର୍ଟ ହଉଛି ରୁଟ ହଉଛି ଆପଣଙ୍କର ପ୍ୟାରେଣ୍ଟ ଡିରେକ୍ଟରୀ। ଏଇଠୁ ଯାହା ବି ଆମେ ଯିବା ଆମକୁ ପାଥ ମନେ ରଖିବାକୁ ପଡିବ। ତା ସହିତ ମୁଁ ଆପଣଙ୍କୁ କେତେଟା ପାଥ ବି କହିଥିଲି ଆପଣଙ୍କର ଯୋଉ ଯୋଉ ମେନ୍ ଡିରେକ୍ଟରୀ ଷ୍ଟ୍ରକ୍ଚର। ତ ବର୍ତ୍ତମାନ ଆମେ ଦେଖିବା ଯେ ପାଥ ଆମେ କେମିତି ଚେଞ୍ଜ କରିବା, ଯୋଉ ଡିରେକ୍ଟରୀ ଯିବା ଆମେ କେମିତି ଯିବା। ଡିରେକ୍ଟରୀ ଯିବା ପାଇଁ ହଉଛି କମାଣ୍ଡ ସିଡି। ସିଡି ଅର୍ଥ ଚେଞ୍ଜ ଡିରେକ୍ଟରୀ। ଚେଞ୍ଜ ଡିରେକ୍ଟରୀ। କମାଣ୍ଡ ଘୋଷିବା ଅପେକ୍ଷା ଆମେ ଯଦି କେତେଟା କମାଣ୍ଡକୁ ଏମିତି ମନେ ରଖିବା ଆମର ସହଜରେ ମନେ ରହିବ। ସିଡି ଅର୍ଥ ହଉଛି ଚେଞ୍ଜ ଡିରେକ୍ଟରୀ। ଲେଟ୍ସ ସେ ବର୍ତ୍ତମାନ ମୁଁ ଅଛି ସ୍ଲାସ ରେ। ସ୍ଲାସ ଅର୍ଥ କୋଉଠି ଅଛି? ମୁଁ ଯୋଉ କହିଥିଲି ଆପଣଙ୍କୁ ମୁଁ ଅଛି ରୁଟରେ। ବର୍ତ୍ତମାନ ମୁଁ କୋଉଠିକି ଯିବି? ବର୍ତ୍ତମାନ ମୁଁ ଯିବାକୁ ଚାହୁଁଛି var ଲଗକୁ ଯିବାକୁ ଚାହୁଁଛି। ଏବଂ ମୁଁ ଏଇ ଯିବାକୁ ଚାହୁଁଛି ଏଇ ପାଥକୁ ଯିବି। ଅଛି କୋଉଠି? ରୁଟରେ ଅଛି। ତ ତାହେଲେ କଣ କରିବି? ମୁଁ କଣ କରିବି? ଏଇଟା ଦେଖନ୍ତୁ ମୁଁ ପୁରା ଆବସଲ୍ୟୁଟ ପାଥଟା ଦେଲି। ଓକେ, କାହିଁକି ନା ଏଠି ସ୍ଲାସ ରୁ ଷ୍ଟାର୍ଟ ହେଇଛି। ଏଇଟା ହଉଛି ଆବସଲ୍ୟୁଟ ପାଥ। ମୁଁ କମାଣ୍ଡ କଣ ଦେବି? ସିଡି ସ୍ଲାସ var log। ଏଠି ମୁଁ କଣ କହିଲି? ମୋ ଡିରେକ୍ଟରୀ କି ଚେଞ୍ଜ କର, var log କୁ ଯାଅ। ଆଚ୍ଛା, ବର୍ତ୍ତମାନ ମୁଁ କୋଉ ଡିରେକ୍ଟରୀ ଅଛି କେମିତି ଜାଣିବି? ବର୍ତ୍ତମାନ ମୁଁ ପ୍ରଥମେ ଜାଣିଲେ ତ ମୁଁ କୋଉ ଜାଗାରେ ଅଛି। ଆଚ୍ଛା ଦେଖନ୍ତୁ ଏଇଠି ଆପଣ ଏଇ ପାଠ ଆପଣ ଜାଣିଛନ୍ତି ବା ମନେ ରଖିଛନ୍ତି ଯେ ମୋ ଲଗ ଫାଇଲ ଅଛି, var log ଭିତରେ ଅଛି। ଆପଣ ଡାଇରେକ୍ଟ ସିଡି ସହିତ କମାଣ୍ଡ ସହିତ ପାଥ ଦେଇଦେଲେ। ବର୍ତ୍ତମାନ ମୁଁ କୋଉ ଜାଗାରେ ଅଛି ତାକୁ ଯଦି ଆପଣ ଜାଣିବାକୁ ଚାହିଁବେ ତାର କମାଣ୍ଡ ହଉଛି pwd। pwd ଅର୍ଥ ହଉଛି ପ୍ରେଜେଣ୍ଟ ୱାର୍କିଂ ଡିରେକ୍ଟରୀ। ପ୍ରେଜେଣ୍ଟ ୱାର୍କିଂ ଡିରେକ୍ଟରୀ। ଓକେ, ଏଇ ଦିଟା କମାଣ୍ଡ ଶିଖିଲେ, ଗୋଟେ ହଉଛି ସିଡି ଆଉ ଗୋଟେ ହଉଛି pwd। ଏଟା ଚାଲନ୍ତୁ ଆମେ ଟିକେ ଦେଖିବା। ବର୍ତ୍ତମାନ ଏଇଟା ଆମ ସର୍ଭରରେ ଲଗଇନ କଲି। ବର୍ତ୍ତମାନ ମୁଁ କୋଉଠି ଅଛି ମୁଁ ଜାଣିନି। ଜାଣିଲା ପରେ ତ ମୁଁ ଯାହା କରିବି, ଯଦି ମୁଁ ପାଥ ମନେ ରଖିଛି କି ଯାହା ସେଇଟା ଅଲଗା କଥା, କିନ୍ତୁ ବର୍ତ୍ତମାନ ମୁଁ କୋଉଠି ଅଛି? pwd। ମତେ ଦେଖେଇଲା କଣ? ସ୍ଲାସ ରୁଟ। ସ୍ଲାସ ରୁଟ ଅର୍ଥ ଏଇଟା ହଉଛି ରୁଟ ୟୁଜର ହୋମ ଡିରେକ୍ଟରୀ। ମୁଁ ହୋମ ଡିରେକ୍ଟରୀ ଭିତରେ ଅଛି। ଦେନ୍ ମୁଁ କୋଉଠିକି ଯିବି? ସିଡି ସ୍ଲାସ var log। ଆପଣ ମନେ ରଖନ୍ତୁ, ସବୁବେଳେ ଯେତେବେଳେ ଆପଣ ଟାଇପ କରୁଥିବେ ସବୁବେଳେ ଟ୍ୟାବ କୁ ୟୁଜ କରୁଥିବେ। ଟ୍ୟାବ ୟୁଜ କଲେ କଣ ହବ? ସେ ଅଟୋ ଫିଲ୍ କରିବ। ଦେଖନ୍ତୁ ମୁଁ ଲଗ ଲେଖିକି ଟ୍ୟାବ ମାରି ଦଉଛି, ଗୋଟେ ସ୍ଲାସ ପଳେଇ ଆସୁଛି, ସେ ଅଟୋ ଫିଲ୍ କରୁଛି। ଅଟୋ ଫିଲ୍ ଅର୍ଥ କଣ? ଆପଣ ଯୋଉ ପାଥଟା ଦେଇଛନ୍ତି ସେ ପାଥଟା କରେକ୍ଟ ଅଛି। ଯଦି ଏଠି ଲଗ ଏଇଠି ଧରନ୍ତୁ ମୁଁ ଦେବି www, ଦେଖନ୍ତୁ ଦେଲା ପରେ ବି ସେ ପାଥ କମ୍ପ୍ଲିଟ ହଉନି। କମ୍ପ୍ଲିଟ ହଉନି ମାନେ ମୋର ପାଥଟା ଭୁଲ ଅଛି, ଏଇ ପାଥଟା ନାହିଁ, ମାନେ ଭାରି ଭିତରେ www ନାହିଁ। ଓକେ, ଲଗ ଦେଇକି ଟ୍ୟାବ ମାରି ଦଉଛି, ଅଟୋ କମ୍ପ୍ଲିଟ ହଉଛି, ଅର୍ଥ ଏଇ ପାଥ ମୋର ଭ୍ୟାଲିଡ। ଏଠି ମୁଁ ଏଣ୍ଟର କଲି। ବର୍ତ୍ତମାନ ଦେଖନ୍ତୁ ଏଇଠି ଦେଖେଇଲା pwd। କଣ ଦେଖେଇଲା? var log। ଆଗରୁ ମୁଁ କୋଉଠି ଥିଲି? ସ୍ଲାସ ରୁଟରେ ଥିଲି। ବର୍ତ୍ତମାନ କୋଉଠି ଅଛି? var log ରେ ଅଛି। ତ ଚେଞ୍ଜ ଡିରେକ୍ଟରୀ କମାଣ୍ଡ ୟୁଜ କରିକି ଆମେ ଗୋଟେ ଡିରେକ୍ଟରୁ ଆଉ ଗୋଟେ ଡିରେକ୍ଟରୁ ଯାଇପାରିବା। ଆଚ୍ଛା, ୟା ସହିତ କଣ ହଉଛି? ଆଉ କେତେଟା ଜିନିଷ ରହୁଛି ଯୋଉଟା ଆମେ ନିହାତି ଜାଣିବା ଦରକାର। ସିଡି କମାଣ୍ଡର ଗୋଟେ ଟେକ୍ନିକ କମାଣ୍ଡ ଗୁଡା ଯୋଉଟା ଆମେ ଜାଣିବା ଦରକାର। କଣ ହଉଛି? ସିଡି ଡଟ ଡଟ। ସିଡି ଡଟ ଡଟ ର କାମ ହଉଛି, ଆପଣ ଦେଖିପାରିଲେ? ବର୍ତ୍ତମାନ ଦେଖନ୍ତୁ pwd। ମୁଁ କୋଉଠିକି ଗଲି? ପ୍ରଥମେ କୋଉଠି ଥିଲି? var log ରେ ଥିଲି। ବର୍ତ୍ତମାନ କୋଉଠି ଅଛି? var ଅଛି। ସେଇ ଯୋଉ ଲଗ ଡିରେକ୍ଟରୀରୁ ମୁଁ ଗୋଟେ ଲେବୁଲ ବାହାରକୁ ପଳେଇଲି। କୋଉଠିକି ପଳେଇଲି? var କୁ ଗଲି। ତ ଆପଣ ଯଦି ସେମିତି କରିବାକୁ ଚାହୁଁଥିବେ, ମାନେ ଯୋଉ ଡିରେକ୍ଟରୀ ଅଛନ୍ତି ସେ ଡିରେକ୍ଟରୁ ବାହାରିକି ତା ଉପର ଡିରେକ୍ଟରୁ ଯିବେ, ଆପଣ ସିଡି ଡଟ ଡଟ କରିବେ। ନହେଲେ ଆପଣ ସିଡି ସ୍ଲାସ var ଲେଖିଲେ ବି ଚଳିବ। pwd var ଲେଖିଲେ ବି ଚଳିବ। ଓକେ, ଯଦି ଆପଣ ଏଇଟା ଛୋଟ ପାଥ ଅଛି ବୋଲି ଯଦି ଗୋଟେ ଲମ୍ବା ପାଥ ୟୁଜ କରିଥାନ୍ତି, ତାହେଲେ ମୁଁ କଣ ପୁରା ପାଥ ଲେଖିଥାନ୍ତି କି? ଲେଖିନଥାନ୍ତେ। ମୁଁ କଣ କରିଥାନ୍ତି? ସିଡି ଡଟ ଡଟ ଦେଇଥିଲେ ଗୋଟେ ଡିରେକ୍ଟର ଉପରକୁ ପଳେଇବ। ଓକେ, ଆଉ ଗୋଟେ ହଉଛି କମାଣ୍ଡ ସିଡି। କେବଳ ମୁଁ ସିଡି ୟୁଜ କଲି। ବର୍ତ୍ତମାନ ଦେଖନ୍ତୁ pwd କୋଉଠି ଅଛି? ସେ ଆମର ପ୍ରେଜେଣ୍ଟ ୱାର୍କିଂ ଡିରେକ୍ଟରୀ ପଳେଇଲା। ଅର୍ଥାৎ କଣ? ସରି, ଆପଣ କୋଉଠି ଗଲା? ରୁଟ ୟୁଜର ହୋମ ଡିରେକ୍ଟରୀ ଗଲା। ମାନେ ଆପଣ ଯୋଉ ୟୁଜର ଲଗଇନ କରିଥିବେ ସେଇ ୟୁଜର ହୋମ ଡିରେକ୍ଟରୀ ପଳେଇବ ଯେତେବେଳେ ଆପଣ ଖାଲି ସିଡି କମାଣ୍ଡ ୟୁଜ କରିବେ। ଦେନ୍ ହଉଛି ସିଡି ଦାସ। ସିଡି ଦାସ ହେଲେ କଣ ହବ? ଆପଣ ପୁଣି ଯୋଉ ପ୍ରିଭିୟସ ଡିରେକ୍ଟରୀ ଥିଲେ ସେଠିକି ପଳେଇଲା। ମୁଁ କୋଉଠି ଥିଲି? ରୁଟରେ ଥିଲି, ସ୍ଲାସ ରୁଟରେ। ପୁଣି ସିଡି ଦାସ ୟୁଜ କଲି, ମୋର ପ୍ରିଭିୟସ ଡିରେକ୍ଟରୀ ପଳେଇଲା। ଓକେ, এটা ହଉଛି ସିଡିର କେତେଟା ଟ୍ରିକି କମାଣ୍ଡ ଯୋଉଟାକୁ ଆମକୁ ସହଜ ହବ କାମ କରିବା ପାଇଁ। ଏଟାକୁ ଆପଣ ମନେ ରଖିବାକୁ ପଡିବ। ତା ବାଦ ଆପଣ ସିଡି ସହିତ ଯୋଉ ଯୋଉ ଅପସନ ଅଛି ତାକୁ ଯଦି ଦେଖିବା ପାଇଁ ଚାହିଁବେ ବା ଏକ୍ସପ୍ଲୋର କରିବା ପାଇଁ ଚାହିଁବେ, ଆପଣ ମ୍ୟାନ୍ ସିଡି କଲେ ଆପଣଙ୍କୁ ପୁରା ଦେଖେଇବ କଣ କଣ ସବୁ ତାର ଅପସନ ଗୁଡାକ ଅଛି।
ଏଇ ଦେଖନ୍ତୁ ପୁରା ଅପସନ ଗୁଡା ଲେଖିଛି। ଏ ର କାମ କଣ, ପି ର କାମ କଣ, ଏସ୍ ର କାମ କଣ, ଏଗୁଡାକ ଆପଣ ନିଜେ ନିଜେ ପ୍ରାକ୍ଟିସ କରିକି ବି ଦେଖିପାରିବେ। ସୋ ଦ୍ୟାଟ୍ ଆପଣ କଣ ହବ, ଯେତେବେଳେ ଚେଞ୍ଜ ଡିରେକ୍ଟରୀ ରିଲେଟେଡ୍ କିଛି ବି କମାଣ୍ଡ ଆପଣ ୟୁଜ କରୁଛନ୍ତି ବା ସିଡି କମାଣ୍ଡ ୟୁଜ କରୁଛନ୍ତି, ସେ ଅପସନ ୟୁଜ କଲେ ଆପଣଙ୍କୁ ସହଜ ହବ ସେଇ କମାଣ୍ଡ ୟୁଜ କରିବା ପାଇଁକା, ମାନେ ଭିନ୍ନ ଭିନ୍ନ ଅପସନ ୟୁଜ କରିବା ପାଇଁ। ଠିକ ଅଛି, ସିଡି କମାଣ୍ଡ ସମସ୍ତେ ବୁଝିପାରିଲେ। ସିଡି ଅର୍ଥ ହଉଛି ଚେଞ୍ଜ ଡିରେକ୍ଟରୀ, ମାନେ ଗୋଟେ ଡିରେକ୍ଟରୀ ଆଉ ଗୋଟେ ଡିରେକ୍ଟରୀ ଯିବା ପାଇଁ ଆପଣ ସିଡି କମାଣ୍ଡ ୟୁଜ କରିପାରିବେ। ବୁଝିପାରିଲେ ସମସ୍ତେ ସିଡି କମାଣ୍ଡ? Yes, sir. ତାପରେ ଆସିଲା ଏଲଏସ୍। ଏଲଏସ୍ କମାଣ୍ଡ କଣ? ବର୍ତ୍ତମାନ ଆସିଲା ଏଲଏସ୍ କମାଣ୍ଡ। ଆମେ ଯେମିତିଆ ଏଇଠି ୱିଣ୍ଡୋଜରେ କ୍ଲିକ୍ କରିଦେଲେ ଆପଣଙ୍କୁ ତା ଭିତରେ ଯାହା ଥିଲା ସବୁ ଦେଖେଇ ଦଉଥିଲା, ତୁମେ ଦେଖେଇ ଦଉଥିଲା। ତ ଏଇ ଜିନିଷ ଦେଖିବା ପାଇଁ ଆମକୁ ଲିନକ୍ସରେ କଣ କରିବାକୁ ପଡିବ, ଏଲଏସ୍ କମାଣ୍ଡ ୟୁଜ କରିବାକୁ ପଡିବ। ଯେମିତି ଦେଖନ୍ତୁ, ମୁଁ ଏଠି ଡିରେକ୍ଟରୀ ଅଛି, ଓକେ, ମୁଁ ପିଡବ୍ଲ୍ୟୁଡି ମାରିଲି, ମୁଁ ବାହାର ଭିତରେ ଅଛି, କିନ୍ତୁ ତା ଭିତରେ କଣ ଅଛି ମତେ କିଛି ଦେଖଉନି, ଯେହେତୁ ମୁଁ କମାଣ୍ଡ ମୋଡରେ ଅଛି। ଦେଖିବା ପାଇଁ ମତେ ଏଲଏସ୍ କମାଣ୍ଡ ୟୁଜ କରିବାକୁ ପଡିବ। ଏଲଏସ୍ ଅର୍ଥ ଲିଷ୍ଟ। ଏଲଏସ୍ ଅର୍ଥ ହଉଛି ଲିଷ୍ଟ। ଲିଷ୍ଟ ମାନେ କଣ, ଆପଣଙ୍କୁ ପୁରା ତା ଭିତରେ କଣ କଣ ଅଛି ଦେଖେଇବ। ଦେଖନ୍ତୁ ଏଇଠି କଣ ହେଲା, ଆପଣଙ୍କୁ ଧାରି ଧାରିକି ଦେଖେଇଲା। ଆପଣ ଯଦି କହିବେ ନା ନା ଧାରି ଧାରି ଦେଲେ ମତେ ପଢିବା ପାଇଁ ଅସୁବିଧା ହଉଛି, ଖୋଜିବା ପାଇଁ ଅସୁବିଧା ହଉଛି, ଆପଣ କଣ କରିବେ, ls -l କମାଣ୍ଡ ୟୁଜ କରିବେ। ls -l ରେ କଣ ହବ ଆପଣ ଦେଖନ୍ତୁ, ତଳକୁ ତଳ ଦେଖେଇଲା, ତା ସହିତ ଆପଣଙ୍କୁ କୋଉ ଡିରେକ୍ଟରୀ କଣ ପରମିଶନ ଅଛି, କଣ କଣ ଅଛି ପୁରା ଆପଣଙ୍କୁ ଦେଖେଇଲା। ଏଇଟା ଧରନ୍ତୁ ଗୋଟେ ଆକାଉଣ୍ଟ ଡିରେକ୍ଟରୀ। ଆକାଉଣ୍ଟ ଡିରେକ୍ଟରୀ ଆପଣ ଜାଣିବେ କେମିତିଆ, ଆକାଉଣ୍ଟ ଡିରେକ୍ଟରୀ କି ଗୋଟେ ଫାଇଲ। ଏଇ ଦେଖନ୍ତୁ ଆପଣ ଆକାଉଣ୍ଟ ଦେଖିବେ, ଏଇ ସାଇଡରେ ଆପଣ ଦେଖନ୍ତୁ ଗୋଟେ ଡି ଲେଖା ଅଛି। ଡି ମାନେ ଏଇଟା ହଉଛି ଡିରେକ୍ଟରୀ, ଡିରେକ୍ଟରୀ ଅର୍ଥ ଫୋଲ୍ଡର। ଓକେ, ତାପରେ କଣ ହଉଛି, ଏଇଠି ଦେଖନ୍ତୁ ତାର ଗୋଟେ ପରମିଶନ ସେଟ ହେଇଛି, ସେ ଡିରେକ୍ଟର ପରମିଶନ ସେଟ ହେଇଛି। ସେ ପରମିଶନ ମୁଁ ଆପଣଙ୍କୁ ଆଗକୁ ବୁଝେଇବି। ତା ସହିତ ଏଠି ଆପଣଙ୍କର ରୁଟ ବି ପରମିଶନ ଅଛି, ସେଇଟା ମୁଁ ଆପଣଙ୍କୁ ଆଗକୁ ବୁଝେଇବି। ଏଇ ଯଦି ଆମେ ଏଠି ଦେଖିବା, ଧରନ୍ତୁ ଗୋଟେ ମୁଁ ଫୋଲ୍ଡର ନେଲି, ସଫ୍ଟୱେର ଫୋଲ୍ଡର ନେଲି, ତାପରେ ଯାଇକି ମୁଁ ଶୋ ମୋର ପ୍ରପର୍ଟିଜ ଯାଉଛି। ପ୍ରପର୍ଟିଜ ରେ ଗଲେ ଏଠି ତମ ସିକ୍ୟୁରିଟି ଅଛି, କୋଉ କୋଉ ୟୁଜରକୁ ପରମିଶନ ଦିଆଯାଇଛି, କଣ ପରମିଶନ ଦିଆଯାଇଛି, ଆଲାଉ ଦିଆଯାଇଛି, ରେଷ୍ଟ୍ରିକ୍ସନ ଦିଆଯାଇଛି। ଏଇ ଯୋଉ ପରମିଶନଟା, ଏଠି ଦେଖନ୍ତୁ ୟୁଜର ଗୋଟେ ଜିନିଷ ରହିଲା, ଗୋଟେ ପାରାମିଟର, ଆଉ ଗୋଟେ ରହିଲା କଣ କଣ ପରମିଶନ, ଆପଣଙ୍କୁ କୋଉ କୋଉ ପରମିଶନ ମିଳିଛି, ମାନେ ସିଷ୍ଟମକୁ କଣ ମିଳିଛି, ଆଡମିନିଷ୍ଟ୍ରେଟରକୁ କଣ ମିଳିଛି, ୟୁଜରକୁ କଣ ମିଳିଛି। ଏଠି ଦିଟା ଯୋଉ ପାରାମିଟର ରହିଲା, ଲିନକ୍ସରେ ଏକ୍ଜାକ୍ଟଲି ସେ ଆପଣଙ୍କର ଏଠି ଦେଖନ୍ତୁ, ଏଠି ରୁଟ ଅଛି, ତା ସହିତ ଏଠି ପରମିଶନ ଅଛି, ସେଇ ଦିଟା ପାରାମିଟର ଏଠି ଦେଖଉଛି। ତ ଏଇ ଦିଟା ପାରାମିଟର ମୁଁ ଆପଣଙ୍କୁ ଆଗକୁ ଯାଇକି ବୁଝେଇବି। ଓକେ, ତ ଜାଣନ୍ତୁ ଯେ ଯେତେବେଳେ ଦେଖେଇବ ଏମିତି ଲିଷ୍ଟରେ, ଆପଣ ପ୍ରଥମେ ଏଇ ସାଇଡକୁ ଦେଖିବେ, ଏଠି ଡି ଅଛି ମାନେ ଏଇଟା ହଉଛି ଗୋଟେ ଡିରେକ୍ଟରୀ, ଯଦି ଡି ନଥିବ ସେଇଟା ଗୋଟେ ଫାଇଲ, ଆଉ ତାର ପୁରା ପରମିଶନ ଆଉ ଯାହା ଯାହା ତାର ପ୍ରପର୍ଟି ଅଛି ସବୁ ଆପଣଙ୍କୁ ls-l ରେ ଦେଖେଇବ। ଆଉ ଗୋଟେ କମାଣ୍ଡ ମୁଁ ଆପଣଙ୍କୁ କହିଥିଲି ls-al, ଏଲ ଆପଣଙ୍କୁ କଣ ଦେଖେଇବ, include the hidden files। ଯଦି ଦିଟା ଡଟ୍ ଆସିଗଲା, ମାନେ ଯେତେ ଫାଇଲ ଗୁଡାକ ଡଟ୍ ରେ ଷ୍ଟାର୍ଟ ହେଇଥିବ ସେଟା ହଉଛି ହିଡେନ୍ ଫାଇଲ, ls-al କମାଣ୍ଡ ଆପଣଙ୍କୁ ଦେଖେଇବ। ତାପରେ କଣ ହେଲା, ତାପରେ ଆସିଲା ls-R, ls-R। ଆର୍ ରେ କଣ ଦେଖେଇବ, ଆପଣଙ୍କ ପୁରା ତା ଭିତରେ ଭିତରେ କଣ ଅଛି ସବୁ ଦେଖେଇଦବ। ଦେଖନ୍ତୁ ଆପଣଙ୍କୁ ପୁରା ତା ଭିତରେ ଭିତରେ ଯାହା ଥିଲା ସବୁ ଦେଖେଇ ଦଉଛି, ପୁରା ପାଥ ଭିତରେ ପଶି ସବୁ ଆପଣଙ୍କୁ ପୁରା ଦେଖେଇ ଦଉଛି। ଓକେ, ତାପରେ ls-ld, ld ରେ ଆପଣଙ୍କୁ କଣ ଦେଖେଇବ, ଓନ୍ଲି ସେଇ ଡିରେକ୍ଟରୀରେ ଦେଖେଇବ। ଯଦି ଆପଣ ଖାଲି ls-d ୟୁଜ କରୁଛନ୍ତି, କୋଉଟା ଥିବ, ଡି ରେ କଣ ହବ, ଆପଣଙ୍କୁ ଓନ୍ଲି ଡିରେକ୍ଟରୀ ଦେଖେଇବ, ତାର ଯଦି ଯାହା ଡିରେକ୍ଟ ଅଛି ସେଟା ଦେଖେଇବ, ବାକି ଆପଣଙ୍କୁ ତାର ଯାହା ଫାଇଲ ଥିବ କିଛି ଦେଖେଇବନି। ଓକେ, ହେଇଗଲା ଆପଣଙ୍କର ls କମାଣ୍ଡ। ls ମାନେ ଆପଣଙ୍କୁ ଲିଷ୍ଟ କରିକି ଦେଖିବା ପାଇଁ ଯୋଉ ଡିରେକ୍ଟରୀ ଭିତରେ ଆପଣ ଅଛନ୍ତି, କଣ କଣ ଅଛନ୍ତି। ଧରନ୍ତୁ ଆପଣ ସିଟି ଗଲେ, ଲଗ୍ କୁ ଗଲେ, ଦେଖନ୍ତୁ ଏଠି ମୁଁ କଣ କଲି, ଏଠି ଦେଖନ୍ତୁ, ଏଠି ଲଗ୍ ପୂର୍ବରୁ ମୁଁ ସ୍ଲାସ୍ ୟୁଜ କରିନି, ତାହେଲେ ଏଇଟା କଣ ହବ,
रिलेटिव पाथ आब्सोल्यूट पाथ हबनी जेମିତି ମୁଁ ୟୁଜ କରିଥିଲି cd ସ୍ଲାଶ var log ଏଇଟା ହଉଛି ଆବ୍ସୋଲ୍ୟୁଟ ପାଥ କାହିଁକିନା ଏଠି ସ୍ଲାଶ ରୁ ଷ୍ଟାର୍ଟ ହେଇଛି ଯେତେବେଳେ ମୁଁ ସେଇ ଡିରେକ୍ଟରି ଭିତରେ ଅଛି ଆଉ ସେଠି ଲକ୍ କରୁଛି ଏଠି କଣ ହବ ସେ ଲକ୍ କୁ ପଳେଇବ ବାହାର ଲୋକକୁ ଗଲା କାହିଁକିନା ସେ ବାହାର ଭିତରେ ଲକ୍ ଡିରେକ୍ଟରି ଅଛି ତ ଏଇଟା ହଉଛି ଆପଣଙ୍କର ରିଲେଟିଭ ପାଥ ଆବ୍ସୋଲ୍ୟୁଟ ପାଥ ନୁହଁ ଓକେ ସିଡି କମାଣ୍ଡ ସମସ୍ତେ ବୁଝିପାରିଲି Yes, sir. एच कमांड होती कॉपी कमांड होती कॉपी कॉपी कमांड होती हम जेमती विंडोज कॉपी करे सीपी कमांड सेमती कॉपी कर परिया ओके हम बर्तमान स्लैश को पड़ेगा पीडब्ल्यू माने प्रेजेंट दिन देखैले कंट्रोल एज माइक अपन पूरा स्क्रीन क्लियर करली तापर हम देखिबा एलएस देखा कोन कोन एठी अछि ए सब डेट अछि एलएस माइनस एल मारिबा हम लिस्ट देखैला हम पढिया पे सुविधा हला एठी हम काम करबा गोटे फाइल टे क्रिएट करबा फाइल क्रिएट करबा पे कमांड होची टच टी ओ यू सी टच टच कमांड हम फाइल क्रिएट कर परबा ओके एटा भी अपन मन रखंदु टच कमांड यू यू सी एच टच टच कौन हम गोटे फाइल क्रिएट हम टच धरतु मु abc.txt गोटे फाइल टे क्रिएट कली ओके एलएस देखो अपन देखला abc.txt गोटे टेक्स्ट फाइल टे गोटे डायरेक्टरी नुह तो ता पूर्व डायरेक्टरी नाही बी लिखा है एटा होता फाइल मते कौन परमिशन मिलला रूट यूजर को परमिशन मिलला आ एटा गोटे परमिशन टाइप कौन मिलला एटा हम परे बुझिबा तो हम फाइल टे क्रिएट करले बर्तमान से फाइल टा हम कॉपी करबा कॉपी करी कौन करबा आ गोटे डेस्टिनेशन नबा कॉपी कमांड रो कॉपी जो कमांड तार जो फॉर्मेट होची सीपी ऑप्शन तापर डेस्टिनेशन डेस्टिनेशन एटा तार फॉर्मेट ता हम देखबा सीपी माइनस आरएफ आरएफ माने वो फोर्सफुली कली फोर्सफुली जहाँ भी था कॉपी कर नहीं पड़ेगा कहा कॉपी कर अच्छा ये मिक्स कर ऑप्शन रहा ये क्या कॉपी करेंगे देखा पड़ो ये क्या फाइल जो फाइल आप कॉपी करेंगे एबीसी देखो टैब मारदेली से कंप्लीट नहीं गला मुझे कौटी ने धरतु मु स्लैश रूट टू नेली रूट रो होम डायरेक्टरी भीतर नहीं गली एंटर कले कमांड कॉपी गला एल कली ये फाइल टा अच्छी ठीक है फाइल टा कॉपी कर कौटी स्लैश रूट भीतर नहीं बर्तमान आम कौटी अच्छे pwd कौटी अच्छे स्लैश भीतर अच्छी ये बर्तमान था कि देखिए स्लैश रूट भीतर अच्छी ना ना एल स्लैश रूट देखो एबीसी एल कमांड भी मन रखु एल कमांड भी एलएस भाया एल कमांड आपको एलएस जहाँ देखा एल भी आपको से देखेब तो एल कमांड मुझे यूज कर कन्फ्यूजन हो एल कमांड जहाँ एलएस कमांड भी से एलएस मारिक देखते स्लैश रूट करते आपको से देखते कि लंबा देखला एलएस हापेन एल ये देवा पड़ो तो सीटा न देकी मु खाली एल कर दूँ एलएस हापेन एल जहाँ एल भी से तो आपको रूट भितर एबीसी फाइल टा कॉपी होगी पड़े तो कॉपी कमांड में कॉपी कर गोटे फाइल को सोर्स डायरेक्टरी डेस्टिनेशन डायरेक्टरी जब हम मल्टीपल फाइल कॉपी करवा मल्टीपल फाइल रो भी ऑप्शन होची सेया सीपी फाइल 1 फाइल 2 देन डेस्टिनेशन मान जेतरा फाइल हम कॉपी करबा चाहबा सब फाइल को कॉपी करके नहीं परिबा एबे सीपी कमांड बुझि पाला समस्ते Yes, sir. ओके तबरे बर्तमान हम देखिबा जे गोटे डायरेक्टरी केते स्पेस नै जेमिते हमें विंडोज देखिले गोटे फोल्डर ऊपर गले राइट क्लिक कले प्रॉपर्टीज गले ठीक है प्रॉपर्टी गला पर हमें एटा पर साइज देखे दो 754 एमबी देखे दो हम जान दो हां 754 एमबी अछि एमिते हमें लिनक्स केमे देखबा लिनक्स देखा पे कमांड होची du -sh
खाली ଆପଣ ପ୍ରଥମେ ଖାଲି ଏଜ୍ ଜାଣନ୍ତୁ। ଦେଖନ୍ତୁ ଆପଣ ପୁରା ସେ କାଉଣ୍ଟ କଲା। ବାହାରି ଯାଉଛି ଯେହେତୁ ମୁଁ ରୁଟ୍ ରେ ଚଲେଇଦେଲି ବହୁତ ବଡ ହେଇଯିବ। BU ହାଇପେନ୍ ଏଚ୍ ମୁଁ କଣ ଦେଖିବି ଧରନ୍ତୁ ମୁଁ ଭାର ଦେଖୁଛି ଭାର ଲଗ୍ ମୁଁ ଖାଲି ଲଗ୍ ର ଦେଖିବି। ଦେଖନ୍ତୁ ଆପଣଙ୍କୁ କଣ କଲା ସାଙ୍ଗେ ସାଙ୍ଗେ ତଳେ କାଉଣ୍ଟ କରି ଦେଖେଇଦେଲା 11 MB ଅଛି। ଓକେ ସବୁ ଇଣ୍ଡିଭିଜୁଆଲ ଫାଇଲ ସେ କାଉଣ୍ଟ କଲା ପ୍ଲସ୍ ଆପଣଙ୍କୁ 11 MB ରେ ବି ଦେଖେଇଦେଲା। ଆଚ୍ଛା ଏଇଠି ଗୋଟେ ଜିନିଷ ବୁଝନ୍ତୁ DU ମାନେ ହଉଛି ଦିସ୍ ୟୁଜ୍ ମନେ ରଖନ୍ତୁ ଏଟାକୁ। এটা ଯଦି ଆପଣ ଏମିତି ମନେ ରଖିବେ ଆପଣଙ୍କୁ କମାଣ୍ଡ ଆଉ ଘୋଷିବାକୁ ପଡିବନି। DU ଅର୍ଥ ହଉଛି କଣ ଦିସ୍ ୟୁଜ୍ ଏଠି ଯୋଉ ମୁଁ ଆପଣଙ୍କୁ ଏଚ୍ ଅପସନ ଟା ୟୁଜ କଲି ଏଚ୍ ଅପସନ ମାନେ ହ୍ୟୁମାନ ରିଡେବୁଲ। ଯଦି ଆପଣ ଏଠି ଏଚ୍ ନଦେବେ ସେ ଆପଣଙ୍କୁ କେବି ରେ ଦେଖେଇଦବ ଆପଣଙ୍କୁ କାଲକୁଲେସନ କରିବାକୁ ପଡିବ। ତ ଆମେ 11 MB ଆମକୁ ସହଜ ହେଲା ପଢିବା ପାଇଁକା ସେଥିପାଇଁ ଆମେ କଣ କଲେ ଏଚ୍ ୟୁଜ କଲେ। ଏଚ୍ ଅର୍ଥ ହଉଛି ହ୍ୟୁମାନ ରିଡେବୁଲ ଆଉ ତାର ଏଟା ହଉଛି ଡେଷ୍ଟିନେସନ ଡିରେକ୍ଟୋରୀ। ଓକେ ତାହେଲେ କମ୍ପ୍ଲିଟ କମାଣ୍ଡ ଟା କଣ ହେଲା ଏ ଯୋଉ ଆମେ କମ୍ପ୍ଲିଟ କମାଣ୍ଡ ଟା ଦେଖିଲା କମାଣ୍ଡ ଅପସନ ହଉଛି DU ଅପସନ ପାଥ ଆମେ କୋଉ ପାଥ ଚେକ୍ କରିବା ସେଟା ହଉଛି କମାଣ୍ଡ ଫର୍ମାଟ ଟା। ଓକେ ତା ସହିତ DU ର ବି ବିଭିନ୍ନ ପ୍ରକାର ଅପସନ ଅଛି ଆପଣ ମ୍ୟାନ କମାଣ୍ଡ ଯାଇକି ଦେଖିପାରିବେ। ଆଉ ଗୋଟେ ହଉଛି DU ହାଇପେନ୍ ଏଚ୍ ସ୍ଲାଶ var ସ୍ଲାଶ log ଆମକୁ ସେଇ ଏକା ଜିନିଷ ଦେଖେଇଲା। ଆଉ ଟିକେ ସବୁ ଫାଇଲ ଗୁଡାକ ଆଉ ଟିକେ ସେ ଆପଣଙ୍କୁ କଣ କଲା ନା ଯେତେ ଫାଇଲ ଥିଲା ତା ଭିତରେ ଆଉ ଟିକେ ଏକ୍ସପାଣ୍ଡ କରିକି ସେ ଆପଣଙ୍କୁ ଦେଖେଇଦେଲା ଆଉ ତଳେ ସମରାଇଜ କରିକି ଦେଖେଇଲା। ଏ ଅର୍ଥ ହଉଛି ଏଠି ଏ ଅର୍ଥ ହଉଛି ଅଲ୍ ଫାଇଲ ଏଚ୍ ହଉଛି ହ୍ୟୁମାନ ରିଡେବୁଲ ଏ ହଉଛି ଅଲ୍। ଆଉ ଗୋଟେ କମାଣ୍ଡ ଅଛି ଆମେ ୟୁଜ କରିବା DU ହାଇପେନ୍ sh ଏସଏଚ୍ ମାନେ ଆପଣ ଦେଖନ୍ତୁ ସବୁ ଡିରେକ୍ଟରି ଦେଖେଇଲାନି ଯେମିତି ଉପରେ ଦେଖୁଥିଲା ସେମିତି କିଛି ଦେଖେଇଲାନି କାହିଁକିନା ଆମେ ଏଲ୍ ମାରିଥିଲେ ସବୁ ଦେଖୁଥିଲା ଆମେ ଖାଲି ଏସ୍ ମାରିଦେଲେ। ଏଠି ଏସ୍ ଅର୍ଥ ହଉଛି ସମରାଇଜ ମାନେ ଓନ୍ଲି ସେଇ ଡିରେକ୍ଟରି କେତେ ସ୍ପେସ୍ ନେଇ ଦେଖେଇବ ସବୁ ଫାଇଲ ଦେଖେଇବନି। ତ ଆମେ ଆମର ସିଚୁଏସନ ହିସାବରେ ଆମେ କମାଣ୍ଡ ୟୁଜ କରିବା କୋଉ କମାଣ୍ଡ ଆମର କେତେ ରକମ ଦରକାର। ଧରନ୍ତୁ ଗୋଟେ ଏକ୍ସାମ୍ପଲ ମୁଁ ଆପଣଙ୍କୁ ଦଉଛି ଯଦି ଆପଣଙ୍କ ଭାର ଲକ୍ କମ୍ପ୍ଲିଟଲି ଫୁଲ ହେଇଯାଇଛି ଆପଣଙ୍କ ଲକ୍ ଡିରେକ୍ଟରି କମ୍ପ୍ଲିଟଲି ଫୁଲ ହେଇଯାଇଛି ଆପଣ କିଛିଟା ବଡ ବଡ ଫାଇଲକୁ ଡିଲିଟ କରିବା ପାଇଁ ଚାହୁଁଛନ୍ତି ସେ ଜାଗାରେ ଆପଣ ଜାଣିବେ କେମିତି ଆପଣ ଖାଲି DU ଏସ୍ ୟୁଜ କରିବେ ଆପଣ ତାର ସମରାଇଜ ଟା ଦେଇଦବ କିନ୍ତୁ ଆପଣଙ୍କୁ ପୁରା ଦେଖେଇବନି ଯେ କୋଉ ଡିରେକ୍ଟରି କୋଉ ଫାଇଲ ଟା କେତେ ୟୁଜ କରୁଛି। ତ ସେ ଜାଗାରେ ଆପଣ କଣ କରିବେ ଜାଣିପାରିବେନି ଆପଣ ପୁଣି ଦେଖିବେ କି ନାହିଁ ଗୋଟେ ଗୋଟେ ଫାଇଲ କଣ ଯାଇକି ତା ଦେହରେ ପଶିକି ଦେଖିବେ କି। ତେଣୁ ଆପଣ DU ହାଇପେନ୍ AH ମାରିବେ ତାହେଲେ କଣ ଆପଣ ଦେଖିବେ ଆପଣ ଏଇଠି ଯାଇକି ଦେଖିବେ ଦେଖନ୍ତୁ ଏଠି ଗୋଟେ 24 KB ଅଛି ବଡ ଅଛି ତାପରେ ଆଉ ଗୋଟେ କୋଉଟା ବଡ ଅଛି ଏଇଟା ଗୋଟେ ବଡ ଅଛି 1 MB ଅଛି ଏମିତି ଆପଣ ଦେଖିକି ତାକୁ ଆମେ କଣ କରିବେ ଡିଲିଟ କରିଦେବେ। ଆଉ ବି ଅଲଗା ତାର କମାଣ୍ଡ ଅଛି ଆପଣ ସେ ସଟିଂ କରି ଦେଖେଇଦବ ଯୋଉଗୁଡା ସବୁ ଉପରେ ଉପରେ ବଡ ବଡ ଫାଇଲ ଟା ଉପରେ ରହିବ ଛୋଟ ଛୋଟ ଫାଇଲ ତଳେ ରହିବ ତ ସେ ଅପସନ ଗୁଡାକ ଆପଣ ଟିକେ ମ୍ୟାନ କମାଣ୍ଡ ଯାଇକି ଏକ୍ସପ୍ଲୋର କରିବେ। ଠିକ ଅଛି ତ DU କମାଣ୍ଡ ଆମେ କରିଦେଲେ ଜିସ୍ ୟୁଟିଲାଇଜ ଦେଖିବା ପାଇଁ ଆମେ DU କମାଣ୍ଡ ଟା ପଢିଲେ ବୁଝିପାରିଲେ DU କମାଣ୍ଡ ଟା। Yes, sir. ଓକେ ଏତିକି ଥିଲା ଆମର ପୁରୁଣା କ୍ଲାସର ଏଇ କମାଣ୍ଡ ଗୁଡା ଆମେ ଛାଡି ଦେଇଥିଲେ ଛୋଟ ଛୋଟ କମାଣ୍ଡ ଗୁଡାକ ସେଟା ଆମେ ସାରିଦେଲେ ଆଜି କାମ କରିବା ଆଜିର ଯୋଉ କ୍ଲାସର ଆକ୍ଚୁଆଲ କମାଣ୍ଡ ଗୁଡାକ ଆମେ ପଢିବା। ଆଚ୍ଛା ଆମେ କଣ କଲେ ଧରନ୍ତୁ ଟଚ୍ କରିକି ଗୋଟେ ଆମେ ଫାଇଲଟେ କ୍ରିଏଟ କରିଦେଲେ ଫାଇଲଟେ କ୍ରିଏଟ କଲା ପରେ ଫାଇଲଟାକୁ କେମିତି ଡିଲିଟ କରିବା ଡିଲିଟ କରିବା ପାଇଁ କମାଣ୍ଡ ହଉଛି rm rm ଅର୍ଥ କଣ ହଉଛି ରିମୁଭ REMOV ରିମୁଭ ମାନେ ଡିଲିଟ କରିଦବା ତାର ଅପସନ କଣ ହବ ସେମିତିଆ ତାର ଯୋଉ କମାଣ୍ଡ ର ଫର୍ମାଟ ଟା rm ଅପସନ ଦେନ୍ ଫାଇଲ ନେମ୍ ଏଟା ହଉଛି ତାର କମାଣ୍ଡ ର ଫର୍ମାଟ ଟା ଆମେ ଏଇଠି ଦେଖିଦବା ଟିକେ ସେଟାକୁ ହେଲେ ଦେଖନ୍ତୁ ମୋର abc.txt ଅଛି rm
माइनस खाली एबीसी କରୁଛି ଆରଏମ୍ ଏବିସି କଲି କିଛି ଅପସନ ମୁଁ ୟୁଜ କରିନି ସେ କଣ କଲା ପଚାରିଲା ଯେ ଆପଣ ଫାଇଲ ଡିଲିଟ କରିବାକୁ ଚାହୁଁଛନ୍ତି କି ମୁଁ ୟେସ୍ କଲି ଫାଇଲଟା ଡିଲିଟ ହେଇଗଲା ଦେଖନ୍ତୁ ଫାଇଲ ଡିଲିଟ ହେଇଯାଉ ନାହିଁ ପୁଣି ଆଉଥରେ ଫାଇଲଟା କ୍ରିଏଟ କରନ୍ତୁ pouch touch abc.txt ଏଣ୍ଟର ଏଲଏନ ଫାଇଲଟା କ୍ରିଏଟ ହେଇଛି ମୁଁ rm ମାଇନସ rf କମାଣ୍ଡ ୟୁଜ କରିବି ସେ ଏବିସି ପାଇଁକା ଦେଖନ୍ତୁ ମତେ କିଛି ପଚାରିଲାନି ସେ ଫାଇଲଟା ଡିଲିଟ ହେଇଗଲା ଡିଲିଟ ଏଠି କଣ ଆର ହଉଛି ରିକର୍ସିଭ ଏଫ ହଉଛି ଫୋର୍ସଫୁଲି ମାନେ ସେମାନେ କିଛି ପଚାରିବନି ସେଟା ଡିଲିଟ କରିଦବ ତ ଆରଏମ ସହିତ ଯଦି ଏଫ କମାଣ୍ଡ ଆପଣ ୟୁଜ କରିବେ ସେଟା ସବୁବେଳେ ଡେଞ୍ଜରିୟସ୍ ମାନେ ଆପଣଙ୍କୁ ସେ କିଛି ପଚାରିବନି ଆପଣଙ୍କ କନସେପ୍ଟ ୟୁଜ କରିବନି ସେ ଫାଇଲ ସବୁ ଡିଲିଟ କରି ଚାଲିଯିବ ତ ଦ୍ୱାରା କଣ ହବ ଆପଣଙ୍କ ପାଖରେ ରୋଲ ବ୍ୟାକ୍ କରିବା ପାଇଁ ଅପସନ ନଥିବ ତ ସବୁବେଳେ ଆପଣ ୱିଦାଉଟ୍ ଏଫ ରେ ଟ୍ରାଏ କରନ୍ତୁ କରିବା ପାଇଁ ଯେକୌଣସି ଜାଗା ଯଦି ଆପଣ ଜାଣିଛନ୍ତି ହଁ 100% ଏଇଟା ଡିଲିଟ କଲେ ମୋର କିଛି ଅସୁବିଧା ନାହିଁ ସେ ଜାଗାରେ ଆପଣ ଏଫ ଅପସନକୁ ୟୁଜ କରିପାରିବେ ଓକେ ତ ଆରଏମ କମାଣ୍ଡରେ କାମ କଣ ରିମୁଭ କଲା ଯେମିତି ଆମେ ଦେଖିବା ଯଦି ମଲ୍ଟିପୁଲ ଫାଇଲ ଆମକୁ ରିମୁଭ କରିବାର ଥିବ ଆମେ ଧରନ୍ତୁ ଏଇ ବର୍ତ୍ତମାନ କ୍ରିଏଟ କରନ୍ତୁ ଦିଟା ଫାଇଲ ମୁଁ କ୍ରିଏଟ କଲି ତାକୁ ଡିଲିଟ କରିବି rm ମାଇନସ rf हेलो सर abc.txt abcd.txt ଦେଖନ୍ତୁ ମଲ୍ଟିପୁଲ ଫାଇଲ ଡିଲିଟ କରିବା ପାଇଁ ସେଇ ଏକା କମାଣ୍ଡ ଆମକୁ ଖାଲି ମଲ୍ଟିପୁଲ ଫାଇଲ ସିଲେକ୍ଟ କରିବାକୁ ପଡିବ ମାନେ ଲେଖିବାକୁ ପଡିବ କମାଣ୍ଡ ଦବାକୁ ପଡିବ हेलो सर ହଁ କୁହ हेलो सर ହଁ आरएम ହ୍ୟାଲୋ କୁହ माइनस आरएफ आर रो मीनिंग होचे रिकर्सिव ना ହଁ ରିକର୍ସିଭ रिकर्सिव एफ होचे फोर्स ହଁ ओके ରିକର୍ସିଭ ମାନେ ଆପଣଙ୍କୁ ସେ କନସେଣ୍ଟ ପଚାରିବ ओके ओके सर ହେଲା ଗୋଟେ ବାଇ ଗୋଟେ ମାନେ ଧରନ୍ତୁ ଆପଣ ମଲ୍ଟିପୁଲ ଫାଇଲ ଡିଲିଟ କରୁଛନ୍ତି ନା ସେ ଆପଣଙ୍କୁ ପଚାରିବ ଗୋଟେ ପଚାରିବ ଡିଲିଟ କରିବ ଆଚ୍ଛା ଏଇଠି ମତେ ଆପଣ ଗୋଟେ କଥା ପଚାରି ପାରିବେ ଯେ ଆପଣ ଦି ପ୍ରକାର ଜିନିଷ ଆମେ ଲିନକ୍ସ କରୁଛେ ଲିନକ୍ସ କଣ ୱିଣ୍ଡୋଜ ବି ଇଭିନ ଆମେ କରୁଛେ କଣ କରୁଛେ ନା ଆମେ ଫାଇଲ କ୍ରିଏଟ କରୁଛେ ଆଉ ଡିରେକ୍ଟରି ବି କ୍ରିଏଟ କରୁଛେ ଓକେ ତାପରେ ଫାଇଲ ବି ଡିଲିଟ କରିବା ଡିରେକ୍ଟରି ବି ଡିଲିଟ କରିବା ତାହେଲେ ଆରଏମ କମାଣ୍ଡ ତ ଆମର ରିମୁଭ କରିବା ପାଇଁ ଆମେ ଡିଲିଟ କରିପାରିବା ନା ନାହିଁ ଡିରେକ୍ଟରି ଆପଣ ଏଇ ଜିନିଷ ମତେ ପଚାରି ପାରିବେ rm କମାଣ୍ଡରେ ଆପଣ କେତେବେଳେ ବି ଡିରେକ୍ଟରିକୁ ଡିଲିଟ କରିପାରିବେ ନାହିଁ rm କମାଣ୍ଡରେ ଆପଣ ଓନ୍ଲି ଫାଇଲ ଡିଲିଟ କରିବେ ଏଠି ମନେ ରଖନ୍ତୁ ରିମୁଭ ଫାଇଲ ହେଲା ଡିଲିଟ କରିବା ପାଇଁ ଆପଣଙ୍କର ଡିରେକ୍ଟରି ଡିଲିଟ କରିବା ପାଇଁ ଚାହୁଁଛନ୍ତି ଆପଣଙ୍କର କମାଣ୍ଡ ହଉଛି rm dir ରିମୁଭ ଡିରେକ୍ଟରି ଯେ କଣ ହବ ଆପଣଙ୍କର ଡିରେକ୍ଟରି ଡିଲିଟ ହବ ଆଚ୍ଛା ୟା ପୂର୍ବରୁ ଆପଣ ଗୋଟେ କଥା ଜାଣନ୍ତୁ ଯେତେବେଳେ ଆମେ ଫାଇଲ ବନେଇବା ଶିଖିଗଲେ କମାଣ୍ଡରେ ଆମେ ଟଚ୍ କମାଣ୍ଡରେ ଆମେ ଫାଇଲକୁ ବନଉଛୁ ଫାଇଲ କ୍ରିଏଟ କରୁଛୁ ଠିକ ଅଛି ଆମେ ଡିରେକ୍ଟରି କେମିତି କ୍ରିଏଟ କରିବା ଡିରେକ୍ଟରି କ୍ରିଏଟ କରିବା ପାଇଁ କମାଣ୍ଡ ହଉଛି mkdir mkdir ଓକେ କ୍ରିଏଟ ଡିରେକ୍ଟରି এটা হচ্ছে ক্রিয়েট ফাইল এটা ଆମେ ଫାଇଲ କ୍ରିଏଟ କରୁଛେ ଏଠି ଆମେ ଡିରେକ୍ଟରି କ୍ରିଏଟ କରୁଛେ ତମେ ଡିରେକ୍ଟରି କ୍ରିଏଟ କରିବା ଏମ୍ପଟି ଡିରେକ୍ଟରି କ୍ରିଏଟ କରିବା ଖାଲି ଡିରେକ୍ଟରି ମୁଁ କଣ କଲି mkdir a mkdir b mkdir c ତିନିଟା ଡିରେକ୍ଟରି କ୍ରିଏଟ କଲେ କୋଉଠି କଲି pwd ଜାଣିଲେ ଆମେ ରୁଟରେ କ୍ରିଏଟ କରିଦେଲେ a b c ତିନିଟା ଡିରେକ୍ଟରି କଲେ ଦେଖନ୍ତୁ ଏଠି d ଲେଖା ହେଇଛି ଓକେ ତ ଏଇଟା ହଉଛି ଡିରେକ୍ଟରି ଆମେ କ୍ରିଏଟ କଲେ ତାକୁ ଆମେ ଡିଲିଟ କରିବା ତାହେଲେ ମୁଁ ଆପଣଙ୍କୁ କଣ କହିଥିଲି ଡିଲିଟ କରିବା ପାଇଁ କମାଣ୍ଡ rmdir ମାରନ୍ତୁ ଏ ଏଲେ କରନ୍ତୁ ଦେଖନ୍ତୁ ଏ ଉଡିଯାଇଛି ସେମିତି ବି ଦିଅନ୍ତୁ ସି ଦିଅନ୍ତୁ ଏଲେ କରନ୍ତୁ ଦେଖନ୍ତୁ ଏ ବି ସି ସବୁ ଉଡିଯାଇଛି ଠିକ ଅଛି rmdir କମାଣ୍ଡ କାମ ହେଲା ଆମେ ଡିରେକ୍ଟରିକୁ ଡିଲିଟ କଲେ ଆଚ୍ଛା ଆମର କାମ କରିବା ଦେଖିବା ଗୋଟେ ଡିରେକ୍ଟରି କ୍ରିଏଟ କରିବା ତା ଭିତରେ ଆଉ ଗୋଟେ ଡିରେକ୍ଟରି କରିବା ଆମେ ଗୋଟେ ଡିରେକ୍ଟରି ଭିତରେ ଆଉ ଗୋଟେ ଡିରେକ୍ଟରି କ୍ରିଏଟ କରିବା ପାଇଁ ଆମକୁ କଣ କରିବାକୁ ପଡିବ mkdir କଲି ଏ ଦେନ୍ cd ଏ ଗଲି ଏ ଭିତରକୁ ଗଲି ପୁଣି mkdir b ଓକେ ପୁଣି cd b ଗଲି mkdir
सी PWD देखो मो तार कोठी अछि CDC PWD देखो तार कोठी अछि मो ABC C भितर बर्तमान अछि ହେଲା ଆମେ ଯୋଉ ଡିରେକ୍ଟ କ୍ରିଏଟ କଲେ ମୋ ତାର ଏଇଠି ଦେଖନ୍ତୁ ମୁଁ ସି ଦେଖୁଛି ମାନେ ମୁଁ ସି ଭିତରେ ଅଛି ମୁଁ ତାହେଲେ ରୁଟ୍ କୁ ପଳେଇବି ରୁଟ୍ କୁ ବାହାରି ଗଲି ଏଠି ଏଲଏଲ କରନ୍ତୁ ଦେଖନ୍ତୁ ଆପଣ ଏ ରେ ଅଛନ୍ତି ଏ ଭିତରେ ବି ଅଛି ବି ଭିତରେ ସି ଅଛି ଆମେ କଣ କମାଣ୍ଡ ଶିଖିଲେ rmdir କମାଣ୍ଡ rmdir ଏ ଦେଖନ୍ତୁ ଏଠି କଣ ହେଲା ସେତେବେଳେ ଡିଲିଟ କରିଥିଲା ଏବେ କିନ୍ତୁ ଡିଲିଟ କରିପାରିଲାନି କଣ ପାଇଁ ଲେଖିଲା ଯେ rmdir fail to remove a directory not empty ମାନେ rm କମାଣ୍ଡ ରେ ଆପଣ କେବଳ empty directory କୁ ଡିଲିଟ କରିପାରିବେ ଯୋଉ ଡିରେକ୍ଟରୀରେ କିଛି ଡାଟା ନଥିବ ସେଇ ଡିରେକ୍ଟରୀ ଆପଣ ଡିଲିଟ କରିପାରିବେ ଯଦି ସେ ଡିରେକ୍ଟରୀରେ କିଛି ଡାଟା ଥିବ ଆପଣ ତାକୁ ଡିଲିଟ କରିପାରିବେ ନାହିଁ rmdir remove only empty directory ହେଲା এটা ଆପଣ ସବୁବେଳେ ମନେ ରଖନ୍ତୁ rmdir ରେ only empty directory delete ହବ ଯଦି ଡାଟା ଅଛି delete ହବନି ଡାଟା ଆମେ ଯଦି ଯୋଉ ଡିରେକ୍ଟରୀ ଥିବ ତାକୁ ଆମେ delete କରିବା ପାଇଁ କଣ ୟୁଜ କରିବା rm -fa ଦେଖନ୍ତୁ ଏଠି rf କରିଦେବା ଦେଖନ୍ତୁ rf ୟୁଜ କଲେ ସେ ଆମକୁ କିଛି ପଚାରିଲେନି delete କରି ପଳେଇଲା ଯଦି ଆମେ ଖାଲି f କଲେ ସିଏ ବି ମୁଁ ଯେମିତି କହିଥିଲି ଆପଣ rm ରେ only ଫାଇଲ delete ହବ ଡିରେକ୍ଟରୀ delete ହବନି ସେମିତି ଆପଣ ଏରର ଦେଇଦେଲା ଯେ cannot remove a is a directory rm ରେ only ଫାଇଲ delete ହବ rmdir ରେ only empty directory delete ହବ ଯାହା ଭିତରେ ଡାଟା ଥିବ ସେ କରିପାରିବନି ତ ଆମେ ଯଦି ଡାଟା ଥିବ ଯୋଉଠି ତାକୁ ଆମେ delete କରିବାର ଅଛି rm -rf ଆମକୁ ୟୁଜ କରିବାକୁ ପଡିବ ନାଇଁ ତ ଆମେ କଣ କରିବା ପୁରା ଡିରେକ୍ଟରୀ ଭିତରକୁ ଯିବା ସେ ଭିତରୁ ଗୋଟେ delete କରିକି ଆସିବାକୁ ପଡିବ ଆମକୁ ଏଇଟା ବୁଝିପାରିଲେ ସମସ୍ତେ yes sir. ଆଚ୍ଛା ଏଠି ଆଉ ଗୋଟେ କଥା ଆପଣ ବୁଝନ୍ତୁ ମତେ କଣ ସାର୍ କରିବାର ଅଛି ହ୍ୟାଲୋ ସାର୍ ହଁ କୁହନ୍ତୁ ସାର୍ ଯୋଉ ଆମର ଆମେ ଯୋଉ ଫାଇଲ କ୍ରିଏଟ କରୁଛେ ଟଚ୍ କମାଣ୍ଡରେ ଫାଇଲ କ୍ରିଏଟ କରୁଛନ୍ତି ଆଉ ଗୋଟେ ହଁ MKFS ରେ ବି ଆମେ ଫାଇଲ କ୍ରିଏଟ କରୁଥିଲେ ନା ହଁ ସେଟା ବି ଅଛି ଏମିତି ଫେସିଲିଟି କରିପାରିବେ ଆପଣ ଏ ଦିଟାର ସାର୍ ଆପଣ ଡିଫରେନ୍ସ କଣ ସାର୍ ଡିଫରେନ୍ସ କିଛି ନାହିଁ ସେମିତି ଆପଣ କ୍ୟାଟ୍ କମାଣ୍ଡ ବି କରିପାରିବେ ଟଚ୍ କମାଣ୍ଡ କରିପାରିବେ ଟଚ୍ କମାଣ୍ଡ ଆପଣ କଣ କରିବ ଆପଣ ଓନ୍ଲି ଫାଇଲ ଟା କ୍ରିଏଟ କରିଦବ ଆପଣଙ୍କୁ ଆଉ କିଛି ସେ ପଚାରିବନି ଆପଣ ଭିଆଇ କମାଣ୍ଡ ବି ୟୁଜ କରିପାରିବେ ଦେଖନ୍ତୁ ସେଟାକୁ ଆପଣଙ୍କୁ ଆସ୍ତେ ଆସ୍ତେ ଏକ୍ସପ୍ଲୋର ହିଁ କରିବାକୁ ପଡିବ ଦେଖନ୍ତୁ ଡିଫରେନ୍ସ ଦେଖଉଛି TOS a ଡଟ୍ txt ଫାଇଲ କ୍ରିଏଟ ହେଇଗଲା ଓକେ ଧର ମୁଁ କ୍ୟାଟ୍ କରିକି କରୁଛି କ୍ୟାଟ୍ b ଡଟ୍ txt ଏଇଟା ମୁଁ ଆପଣଙ୍କୁ କହିବି କ୍ୟାଟ୍ ଟା ଦେଖନ୍ତୁ ମତେ ଦେଖନ୍ତୁ କମାଣ୍ଡ ଟା କମ୍ପ୍ଲିଟ ହେଲାନି ସେ କମାଣ୍ଡ ଟା ମତେ ମୋର କନସେଣ୍ଟ ପଚାରିଲା ମାନେ ମୁଁ କଣ କିଛି ଏଣ୍ଟ୍ରି କରିବା ପାଇଁ ପଚାରିଲା ମାନେ ଫାଇଲ କ୍ରିଏଟ କଲା ତା ସହିତ ମତେ ସେ ପଚାରୁଛି ଫାଇଲରେ ମୁଁ କଣ ଏଣ୍ଟ୍ରି କରିବି ହାଇ ଦିସ୍ ଇଜ ଏ ଟେଷ୍ଟ ଫାଇଲ କଲି କଣ୍ଟ୍ରୋଲ D କଲି ଦେଖନ୍ତୁ ବର୍ତ୍ତମାନ b ଡଟ୍ txt କ୍ରିଏଟ ହେଇଗଲା ଆମେ ଏବେ b ଡଟ୍ txt ରେ କଣ ଅଛି ଦେଖିବା ଦେଖନ୍ତୁ ତା ଭିତରେ ଲେଖା ଅଛି ଦେଖନ୍ତୁ ଦିସ୍ ଇଜ ଏ ଟେଷ୍ଟ ଫାଇଲ ମାନେ ଆପଣଙ୍କ ଟଚ୍ କମାଣ୍ଡରେ ଯାହା କ୍ୟାଟ୍ କମାଣ୍ଡରେ ସେୟା କିନ୍ତୁ ଡିଫରେନ୍ସ ହଉଛି ଯେତେବେଳେ କ୍ୟାଟ୍ କମାଣ୍ଡ ଆପଣ ଫାଇଲ କ୍ରିଏଟ କରିବେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଇନପୁଟ ଦେବାକୁ ପଡିବ କିଛିଟା ଜିନିଷ ତା ଦେହରେ ସେଭ୍ କରିବାକୁ ପଡିବ କିନ୍ତୁ ଟଚ୍ କମାଣ୍ଡରେ ସେଭ୍ କରିବାକୁ ପଡିବନି ଆଉ ଗୋଟେ କମାଣ୍ଡ ହଉଛି vi c ଡଟ୍ txt କଲି ଆପଣ କଣ ଫାଇଲଟା ଓପନ ହେଇଗଲା ମୁଁ ଏଠି ଇନସର୍ଟ ମୋଡକୁ ଯିବି ଦିସ୍ ଇଜ ଏ ସେକେଣ୍ଡ ଟେଷ୍ଟ ଫାଇଲ କଲି ତାକୁ ସେଭ୍ କଲି ବାହାରିଲି ଏବେ କଣ ଦେଖନ୍ତୁ ସି ଗୋଟେ ଟେଷ୍ଟ ଫାଇଲ କ୍ରିଏଟ ହେଇଛି ଓକେ ସି ରେ କଣ ଅଛି କ୍ୟାଟ୍ ଯଦି ଦେଲି ମୁଁ ସି ଡଟ୍ txt ଦେଖିଲେ ଆପଣ ଦିସ୍ ଇଜ ଏ ସେକେଣ୍ଡ ଟେଷ୍ଟ ଫାଇଲ ମାନେ ତିନିଟା କମାଣ୍ଡ ଆପଣ ଫାଇଲ କ୍ରିଏଟ କରିପାରିଲେ କିନ୍ତୁ ଡିଫରେନ୍ସ ହଉଛି କଣ ଆପଣ କ୍ୟାଟ୍ କମାଣ୍ଡ ଇମିଡିଏଟ ମାଗିବ ଭିଆଇ କମାଣ୍ଡ ଆପଣଙ୍କୁ ସେଟା ଅଲରେଡି ଫାଇଲଟା ଓପନ ହେଇଯିବ କିନ୍ତୁ କ୍ୟାଟ୍ ରେ ଓପନ ହେଇନଥିଲା ଆମେ ଡାଇରେକ୍ଟ ଏଣ୍ଟ୍ରି କରିଦେଇଥିଲେ ଯାହା ଲେଖିବା କଥା କିନ୍ତୁ ଭିଆଇ କମାଣ୍ଡରେ ଆପଣଙ୍କୁ ପୁରା ଫାଇଲଟା ଓପନ ହେଇଗଲା ଆପଣ ଲେଖିଲେ ସେଭ୍ କଲେ ବାହାରିଲେ କିନ୍ତୁ ଟଚ୍ କମାଣ୍ଡରେ ୱିଦାଉଟ୍ ଏନି ମଡିଫିକେସନ ଜଷ୍ଟ ଖାଲି ଫାଇଲଟି କ୍ରିଏଟ କରିଦେଲା ତ ସେମିତି ଆପଣଙ୍କୁ କମାଣ୍ଡ ଗୁଡାକ ଏକ୍ସପ୍ଲୋର କରିବାକୁ ପଡିବ ଯେ ବିଭିନ୍ନ ପ୍ରକାର କମାଣ୍ଡର କାମ କଣ କିନ୍ତୁ ନର୍ମାଲ ଯୋଉ କମାଣ୍ଡ ଆମର ବେସିକ ୟୁଜ ହବ ସେଟା ମୁଁ ଆପଣଙ୍କୁ କହିଦେବି ଆଜ୍ଞା
ଓକେ। ଆଚ୍ଛା, ନେକ୍ସଟ ଆମେ କଣ କରିବା? ଏଠି ମୁଁ ଆପଣଙ୍କୁ କହିଥିଲି ଯେ ଲିନକ୍ସରେ ଯେତେବେଳେ ଆପଣ ଫାଇଲ ବା ଡିରେକ୍ଟରୀ କ୍ରିଏଟ କରିବେ କେତେବେଳେ ବି ତା ଦେହରେ ସ୍ପେସ ଦେବେନି। ଯେମିତି ଦେଖନ୍ତୁ ଏଠି ଦେଖନ୍ତୁ PROC ଲେଖା ହେଇଛି କିନ୍ତୁ ଏ ଭିତରେ କୌଣସି ସ୍ପେସ ନାହିଁ। କିନ୍ତୁ ଆପଣ ୱିଣ୍ଡୋଜରେ ସବୁବେଳେ ଦେଖିଥିବେ, ଦେଖନ୍ତୁ ଏଟା ଦେଖନ୍ତୁ ମ୍ୟାରେଜ ଭିଡିଓ, ମାଇ ଫଟୋ ଭିଡିଓ, ସବୁ ଏଥିରେ କଣ ଅଛି ଆମେ ସବୁବେଳେ ସ୍ପେସ ଦେଇ ଦଉଛେ। UN ଡକ୍ସ ସବୁ ସ୍ପେସ ଦେଇ ଦେଇଛି, କିନ୍ତୁ ଲିନକ୍ସ ଆପଣ କେତେବେଳେ ବି ସ୍ପେସ ଦେବେନି। ଯଦି ସ୍ପେସ ଦେବେ ସେ ଆପଣଙ୍କୁ ଠିକ ସେ କାମ କରିବେନି କମାଣ୍ଡ। ଉଦାହରଣ ମୁଁ ଗୋଟେ ଏଠି ଗୋଟେ ସ୍ପେସ ବାଲା ଫାଇଲଟି କ୍ରିଏଟ କରୁଛି, TOUCH touch a b.txt। ଦେଖନ୍ତୁ ଏଠି ଫାଇଲ କ୍ରିଏଟ ହେଲା ଏ ଆ ଭିତରେ ଗ୍ୟାପ ଅଛି, ଟେକ୍ସଟ ଅଛି। ଏଇଟା ସବୁବେଳେ ଆପଣଙ୍କୁ ଇଣ୍ଟରଭ୍ୟୁରେ ପଚାରିବେ, ମନେ ରଖନ୍ତୁ। ମୁଁ କେମିତିଆ ଗୋଟେ ଫାଇଲ ବା ଗୋଟେ ଫୋଲ୍ଡର ଡିରେକ୍ଟରୀ କ୍ରିଏଟ କରିବି ୱିଥ ସ୍ପେସ। ଆପଣ ଯଦି ମୁଁ ଖାଲି ଟଚ୍ ଲେଖି ଦଉଛି, ଏଇ ଜିନିଷଟା ମୁଁ ଆପଣଙ୍କୁ ସିଙ୍ଗଲ କୋଟରେ ଦେବିନି। ଟାକୁ ଡି ଦେଇ ଦଉଛି, ଡିଫରେନ୍ସ ଦେଖନ୍ତୁ କଣ ହଉଛି। ଏଲଏଲ ଦେଖନ୍ତୁ ଆପଣ ସି ବି ବନିଗଲା, ଡି ବି ବନିଗଲା। କିନ୍ତୁ କଣ ବନିଲା? ସି ଟା ଗୋଟେ ଟେକ୍ସଟ ଫାଇଲ ବନିଲା, ଡି ଗୋଟେ ଡିରେକ୍ଟରୀ ବନିଗଲା। ଏଇଟା ମାନେ ଏଠି ସେ କଣ କଲା, ଟ୍ରିଟ କଲା ଯେ ଦିଟା ନାଁ ହିସାବରେ ଟ୍ରିଟ କଲା। ଟଚ୍ କୁ ଗୋଟେ ଟ୍ରିଟ କଲା, ସି କୁ ଗୋଟେ ଟ୍ରିଟ କଲା, ଦିଟା ନାଁ ଟ୍ରିଟ କଲା, ଗୋଟେ ଡିରେକ୍ଟରୀ ବନେଇଦେଲା, ଗୋଟେ ସରି ଦିଟାକ ଫାଇଲ ବନେଇଲା। କିନ୍ତୁ ୟାର ଇଏ ହଉଛି ଟଚ୍ ରେ ଯେହେତୁ ଫାଇଲ ବନିବ, ଫାଇଲ ବନିଲା, କିନ୍ତୁ ସି ର TXT କରିଦେଲା ଆଉ ଓନ୍ଲି ଡି କରିଦେଲା। ଦିଟା ଫାଇଲ ସେ ବନେଇଦେଲା। କିନ୍ତୁ ଯେତେବେଳେ ମତେ ମୋର ଦରକାର ଥିଲା ଯେ ଗୋଟେ ଫାଇଲ ବନେଇବି ଯେ ଫାଇଲରେ ସ୍ପେସ ଥିବ, ତ ସେଥିପାଇଁ ମୁଁ କଣ କଲି, ଗୋଟେ ସିଙ୍ଗଲ କୋଡ ଦେଲି। ଦେଖନ୍ତୁ ମୁଁ ସିଙ୍ଗଲ କୋଡ ଦେଇକି କରିଥିଲି, ସୋ ଦ୍ୟାଟ ସେ କଣ କଲା, ଟୋଟାଲ ଟାକୁ ଆଜ ଗୋଟେ ନାଁ ହିସାବରେ ନେଇକି ବନେଇଦେଲା। ବୁଝିପାରିଲେ? ତ ଏଇ ଜିନିଷ ଯଦି ଆପଣ କୌଣସି ଫାଇଲ କଲା ବେଳେ କୌଣସି ଜାଗାରେ ସ୍ପେସ ଥିବ ମାନେ କଣ ପ୍ରୋବ୍ଲେମ ହବ, ଆପଣ ଯେତେବେଳେ ୱିଣ୍ଡୋଜରୁ ଗୋଟେ ଡିରେକ୍ଟରୀ ଆପଣ ଅପଲୋଡ କରିଦେଇଥିବେ, ଧରନ୍ତୁ ଏଇଟା UN ଡକ୍ସ ଅଛି, ଆକୁ ମୁଁ କଣ କରିବି, ଲିନକ୍ସକୁ ଅପଲୋଡ କରିଦେବି, ତ ନାଁଟା ଆଜ ଇଟ ଇଜ ପଳେଇବ। ଆପଣ ମନେ ରଖିଛନ୍ତି ତାର ନାଁ ଥିଲା UN ଡକ୍ସ, କିନ୍ତୁ ସେଇଟା କଣ ଥିବ, ଯେହେତୁ ସ୍ପେସ ଅଛି ସେ ଆପଣଙ୍କ ଏମିତିଆ ସିଙ୍ଗଲ କୋଡ ଭିତରେ ଥିବ ଲିନକ୍ସ ଯାଇକି। ତ ଆପଣ ଯେତେବେଳେ ଜାଣିନଥିବେ, ଦେଖିନଥିବେ ଠିକ ସେ, ଆପଣ ତାକୁ ଧରନ୍ତୁ ଡିଲିଟ କରିବା ପାଇଁ ଚାହିଁବେ, ଧରନ୍ତୁ ମୁଁ ଏଠି ଡିଲିଟ କରିବି ଆରଏମ। ମୁଁ ଜାଣିଛି ABTX ଅଛି, କିନ୍ତୁ ଏ ଆଉ ବି ଭିତରେ ଗୋଟେ ସ୍ପେସ ଅଛି, ସେଇଟା ମୋର ମନେ ନାହିଁ। ମନେ ଥିଲେ ବି ମୁଁ ତାକୁ କେମିତି ୟୁଜ କରାଯିବ ମୁଁ ଜାଣିନି। ତ ଦେଖନ୍ତୁ ଏ ଦେଲେ ସେ କଣ ହଉଛି, ଏ ଦେଇକି ଟ୍ୟାବ ମାରିଲେ ସେ ନଉନି, ଦେଖୁଛି କିନ୍ତୁ ନଉନି। ଯଦି ମୁଁ ସ୍ପେସ ଦେଇକି ବି ଦଉଛି, ସେଟା ଦେଖନ୍ତୁ କମ୍ପ୍ଲିଟ ହଉନି ପାଥଟା। ବୁଝିପାରୁଛନ୍ତି ତ? ତ ଏଠି କଣ କରିବାକୁ ପଡିବ, ମତେ ସିଙ୍ଗଲ କୋଡ ଦେବି, ଏ ଦେବି, ଦେଖନ୍ତୁ ନେଲା। ସିଙ୍ଗଲ କୋଡ ଦେଇକି ସ୍ପେସ ଦେଇକି ଦେଲେ ନେଲା। ତ ଯେତେବେଳେ ଆପଣ, ସେଥିପାଇଁ ସବୁବେଳେ ଆପଣଙ୍କୁ ଆଡଭାଇସ କରାଯିବ ଯେ ଲିନକ୍ସରେ ଆପଣ ସ୍ପେସ ଦେଇକି କୌଣସି ଫାଇଲ ବା ଡିରେକ୍ଟରୀ କ୍ରିଏଟ କରିବେନି। ଦେନ୍ ନେକ୍ସଟ ଆସୁଛି, ଆମେ ରିନେମ କରିବା। ଦେନ୍ ଆମେ ବର୍ତ୍ତମାନ ରିନେମ କରିବା। ରିନେମ ପାଇଁ କମାଣ୍ଡ ହଉଛି MV। MV ବା ମୁଭ। ମୁଭରେ କଣ ହବ, ଆପଣଙ୍କୁ ରିନେମ ହବ ଗୋଟେ ଫାଇଲ। ଧରନ୍ତୁ ଏଇଠି ଅଛି, ମୁଁ ଏବେ TXT ଭିତରେ ଗୋଟେ ସ୍ପେସ ଅଛି, ତାକୁ ମୁଁ ରିନେମ କରିବାକୁ ଚାହୁଁଛି, MV ଦେଖନ୍ତୁ MV ସୋର୍ସ ଫାଇଲ ନେମ୍, ଡେଷ୍ଟିନେସନ ଫାଇଲ ନେମ୍। ସେ କଣ କଲା, ତାକୁ ରିନେମ କରିଦେଲା। ବୁଝିପାରିଲେ? MV ର କାମ ହଉଛି ରିନେମ କରିବା ଆଉ ମୁଭ ବି କରିବା, ମାନେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ନେଇଯିବା। ଏଠି ଦେଖନ୍ତୁ କୋଉଠି ଅଛି, ମୁଁ PWD ସ୍ଲାସ ରେ ଅଛି। ମୁଁ କଣ କରିବି, MV କରିବି, ab.txt କୁ ସ୍ଲାସ ରୁଟ ଭିତରକୁ ନେବି, ନେଇଗଲି। ଏଠି ଦେଖନ୍ତୁ LL ରେ ଆପଣ ଦେଖନ୍ତୁ ଏଠି ଆଉ ନାହିଁ, ସେ ଗଲା ପରମାନେଣ୍ଟଲି ମୁଭ ହେଇଗଲା କୋଉଠିକି, LL ଯଦି ସ୍ଲାସ ରୁଟ ଆପଣ କରିବେ, ଦେଖିବେ ଏଠିକି ପଳେଇ ଆସ ab.txt, ମାନେ ପରମାନେଣ୍ଟଲି ମୁଭ କରିଯାଇଛି। ଯେମିତି ଆମେ ୱିଣ୍ଡୋଜରେ କଟ କରେ, କଟ ଆଉ ରିନେମ ର କାମ ଯାହା, ଲିନକ୍ସରେ MV ର କାମ ହଉଛି ସେଇଆ। କଣ କାମ ଏରା, କଟ ଆଉ ରିନେମ। ବୁଝିପାରିଲେ?
ଏଠି ଆଉ ଗୋଟେ ଇଣ୍ଟରେଷ୍ଟିଂ ଅଛି, ଆପଣ ଯଦି ଏମଭି ସହିତ ମାଇନସ, ଆଚ୍ଛା ଦେଖନ୍ତୁ, ଯଦି ଆପଣ ଏଠି ଅଲରେଡି ଏବି ଡଟ୍ ଟିଏକ୍ସଟି ଥିବ, ଆପଣ ଆଉ ଗୋଟେ କୋଉଠୁ ଏବି ଡଟ୍ ଟିଏକ୍ସଟି ମୁଭ୍ କରିକି ଆଣୁଥିବେ, ସେ ଆପଣଙ୍କୁ କିଛି ପଚାରିବନି, ସାଇଲେଣ୍ଟଲି ତାପରେ ଓଭରରାଇଟ୍ କରିଦବ ହେଲା। touch ab dot txt ବନେଇଲି, ମୁଁ ଏମଭି କରିଥିଲି, ଧରନ୍ତୁ vi ରେ କିଛି ମୁଁ ଆଡ୍ କରିଦଉଛି। ଏଠି ମୁଁ କିଛି ଗୋଟେ ଲେଖିଥିଲି ଫାଇଲଟାରେ ହେଲା, ଏଇ ଫାଇଲରେ ମୁଁ କିଛି ମଡିଫାଇ କଲି, ଏଇ ଫାଇଲରେ ଏବି ଡଟ୍ ଟିଏକ୍ସଟି ମଡିଫାଇ କଲି, କିନ୍ତୁ ଆମର ଯୋଉ ରୁଟ୍ ଭିତରେ ସ୍ଲାସ୍ ରୁଟ୍ ଭିତରେ ଅଛି, ସେଟା ଯଦି ଆମେ ଦେଖିବା କ୍ୟାଟ୍ କରିକି ସ୍ଲାସ୍ ରୁଟ୍ ab ଡଟ୍ txt, ଦେଖନ୍ତୁ କିଛି ନାହିଁ, କିନ୍ତୁ ଆମର ସ୍ଲାସ୍ ଭିତରେ ଯୋଉଟା ଅଛି ଏଥିରେ ଡାଟା ଅଛି ହେଲା। କଣ ମାନେ ସ୍ଲାସ୍ ଭିତରେ ଯୋଉଟା ଅଛି ସେଥିରେ ଡାଟା ଅଛି, ସ୍ଲାସ୍ ରୁଟ୍ ଭିତରେ ଯୋଉଟା ଅଛି ସେଥିରେ ଡାଟା ନାହିଁ। ବର୍ତ୍ତମାନ ମୁଁ କଣ କରିବି, ଏମଭି କରିବି, କୋଉଠୁ ସ୍ଲାସ୍ ab ଡଟ୍ txt କୁ ନେବି, ସ୍ଲାସ୍ ରୁଟ୍ ଭିତରେ ନେଇକି ମୁଁ ପେଷ୍ଟ କରିବି। ଆପଣ ସେ ପଚାରିଲା ଓଭରରାଇଟ୍ କରିବ, ଆପଣ ୟେସ୍ ମାରିଦେଲେ। ଏବେ ଦେଖନ୍ତୁ ଏଲଏଲ, ଏଠି ab ଡଟ୍ text ନାହିଁ, ପଳେଇଲା କୋଉଠିକି, ଆପଣ ସ୍ଲାସ୍ ରୁଟ୍ ଭିତରକୁ, ସେଠି ଆପଣ ଦେଖନ୍ତୁ କ୍ୟାଟ୍ ସ୍ଲାସ୍ ରୁଟ୍ ab ଡଟ୍, ସେ କଣ କଲା, ତାପରେ ନେଇକି ସିଧା ଓଭରରାଇଟ୍ କରିଦେଲା, ଯାହା ଥିଲା ତାକୁ ଓଭରରାଇଟ୍ କରିକି ଆପଣଙ୍କ କନସେଣ୍ଟରେ ସେ ଚେଞ୍ଜ କରିଦେଲା। କିନ୍ତୁ ଯଦି ଆପଣଙ୍କର -n ଅପସନ ୟୁଜ କରିବେ, ସେ ଆପଣଙ୍କୁ ଓଭରରାଇଟ୍ କରିବନି, ସେ ଆପଣଙ୍କୁ କିଛି ଆପଣଙ୍କୁ ଏରର ଦବନି, ସେ ଓଭରରାଇଟ୍ କରିବ, ସେ ଚେକ୍ କରିଦବ ଯେ ସେଠି ଗୋଟେ ଅଲରେଡି ab ଡଟ୍ txt ଫାଇଲ ଅଛି, ଏଠି ଗୋଟେ ଫାଇଲ ଅଛି, ତ ସେ ତାକୁ ଓଭରରାଇଟ୍ କରିବନି, ବାହାରି ଆସିବ। ଓକେ, ମୁଁ ଆପଣଙ୍କୁ ଗୋଟେ କହିଥିଲି mkdir କମାଣ୍ଡରେ ଆମେ ଡିରେକ୍ଟରୀ ବନେଇବା, କେମିତି କରିଥିଲେ ମୁଁ ଆପଣଙ୍କୁ ଦେଖେଇଥିଲି। ମୁଁ ଆପଣଙ୍କୁ କଣ କରିଥିଲି, ଯେ ଗୋଟେ ଏ ଡିରେକ୍ଟରୀ ବନେଇଥିଲି, ଏ ବନେଇଥିଲି, ଏ ଭିତରୁ ଯାଇକି ବି ବନେଇଥିଲି, ବି ଭିତରୁ ଯାଇକି ସି ବନେଇଥିଲି। ଯଦି ଏମିତି ଆମର ବହୁତ ଗୁଡ଼ିଏ ଡିରେକ୍ଟରୀ ବନେଇବା ଥିବ, ମୁଁ କଣ ସବୁ ଡିରେକ୍ଟରୀ ଭିତରେ ଯାଇକି ଗୋଟେ ଗୋଟେ ଡିରେକ୍ଟରୀ ବନେଇବି ନା, ସେଥିପାଇଁ ମୁଁ କଣ କରିବି, mkdir କମାଣ୍ଡ ୟୁଜ କରିବି, mkdir ମାଇନସ p ଅପସନ ୟୁଜ କରିବି, ଦେନ୍ a ସ୍ଲାଶ b ସ୍ଲାଶ c, ତାଦ୍ୱାରା କଣ ହବ, ସି ଡାଇରେକ୍ଟଲି ଏ ବି ବନେଇବ, ବି ବନେଇବ, ସି ବନେଇବ, ତିନିଟା ଡିରେକ୍ଟରୀ ବନେଇଦବ। ତାହେଲେ ମୁଁ ଦେଖିବା ଏଇ ଜିନିଷଟା, mkdir, ସାର୍ ହଁ କୁହନ୍ତୁ। ସାର୍ ସେ ଯୋଉ ଆପଣ କହିଲେ mkdir ମାଇନସ p, ତାମାନେ a ସ୍ଲାଶ p ସ୍ଲାଶ c, ତାମାନେ a ଭିତରେ b, b ଭିତରେ c, ଏମିତି ବନେଇବ ତ? ହଁ, ସେ ଅଟୋମେଟିକ ସେଇ ହିସାବରେ ବନେଇବ। ଦେଖନ୍ତୁ ମୁଁ କଣ କଲି, ଏଠି mkdir ମାଇନସ p ଅପସନ ୟୁଜ କଲି, z y x କଲି, ଏଠି ଦେଖନ୍ତୁ ମୁଁ p ଅପସନ ଦେଇନଥିଲି, ସେ କଣ କରିଥିଲା, କ୍ୟାନଟ ଡିରେକ୍ଟରୀ ବନେଇ ପାରିଲାନି, ଏଠି ମୁଁ p ଅପସନ ୟୁଜ କଲି, ଏଣ୍ଟର କଲି, ଦେଖନ୍ତୁ ବନେଇଦେଲା। ଏଲଏଲ କରନ୍ତୁ, ଦେଖିବ ଏଠି z ଅଛି, ଓକେ, ଦେନ୍ ଏଲଏଲ ସ୍ଲାଶ z କଣ ଅଛି, y ଅଛି, ଦେନ୍ y କରିକି ଯାଆନ୍ତୁ, ତା ଭିତରେ ଆପଣ x ଅଛି, ଆପଣ ପୁରା ପାଥରେ ଦେଖନ୍ତୁ, z ଭିତରେ y, y ଭିତରେ x, ଗୋଟେ ସିଙ୍ଗଲ କମାଣ୍ଡରେ ବନିଗଲା। କୋଉ କମାଣ୍ଡରେ, mkdir ମାଇନସ p, p ଅପସନ ମନେ ରଖିବେ, ଏଟାକୁ ମନେ ରଖନ୍ତୁ। ଏଇ ଜିନିଷ ଇଣ୍ଟରଭ୍ୟୁରେ ପଚାରନ୍ତି ଯେ ମୁଁ ଗୋଟେ ଡିରେକ୍ଟରୀ ଭିତରେ ଡିରେକ୍ଟ କ୍ରିଏଟ କରିବା ପାଇଁ ଅପସନ କଣ, ସରି ବୁଝିପାରିଲେ। ଦେନ୍ ଆଉ ଗୋଟେ କମାଣ୍ଡ ହଉଛି, ସାର୍ ଆଉଥରେ ଟିକେ ହଁ, ଆମର mkdir ରେ ଓନ୍ଲି ଆମେ ଡିରେକ୍ଟରୀ ବନେଇପାରିବା, କିନ୍ତୁ ଯେତେବେଳେ ଆମର ଦରକାର ପଡିବ ଯେ ଗୋଟେ ଡିରେକ୍ଟରୀ ଭିତରେ ଆଉ ଗୋଟେ ଡିରେକ୍ଟ ବନେଇବା ପାଇଁ, ଆମେ କଣ କରିବା, ପ୍ରଥମେ ଗୋଟେ ଡିରେକ୍ଟରୀ ବନେଇବା, ତା ଭିତରୁ ଯାଇକି ସେକେଣ୍ଡ ଡିରେକ୍ଟରୀ ବନେଇବା। ପ୍ରଥମେ ଗୋଟେ A ଡିରେକ୍ଟରୀ ବନେଇଲେ, ତା ଭିତରକୁ ଗଲେ, ପୁଣି B ବନେଇଲେ, ତା ଭିତରୁ ଯାଇକି C ବନେଇଲେ। କିନ୍ତୁ ଯଦି ଆମେ ମାଇନସ P ଅପସନ ୟୁଜ କରିବା ଆଉ ପୁରା ପାଥଟା ଦେଇଦେବା, ଆମକୁ କିଛି କରିବାକୁ ପଡିବନି, ସେ ଡାଇରେକ୍ଟ A କି ବନେଇବ, B ବନେଇବ, C ବନେଇବ, ତା ସହ ଅଟୋମେଟିକ ତିନିଟାକୁ ବନେଇଦେବ। P ହଉଛି ପ୍ୟାରେଣ୍ଟ ଡିରେକ୍ଟରୀ, P ମାନେ ସେ ତ ଅଟୋମେଟିକ ତା ଭିତରେ ସବୁ ଆପଣ କରିଚାଲିଯିବ, ଯେତେ ଡିରେକ୍ଟରୀ ଥିବ ଆପଣ କରିଚାଲିଯିବ। ଏଇ ଦେଖନ୍ତୁ, ଯଦି ଆପଣ ମ୍ୟାନ ୟୁଜ କରିବେ, ମ୍ୟାନ mkdir, ଦେଖନ୍ତୁ P ଲେଖାଯାଇଛି କଣ, ପ୍ୟାରେଣ୍ଟସ, ମାନେ नो ଏରର ଇଫ ଏକ୍ଜିଷ୍ଟିଂ, ମେକ୍ ପ୍ୟାରେଣ୍ଟ ଡିରେକ୍ଟରୀ ଆଜ ନିଡେଡ, ମାନେ ଆପଣଙ୍କର ଡିରେକ୍ଟରୀ ଷ୍ଟ୍ରକ୍ଚର ସେ ତାର କରି ଚାଲିବ।
ମାନେ ଆପଣ ଦେଖନ୍ତୁ ଏଇଠି ହଉଛି ଆପଣଙ୍କର କଣ ସି ର ପ୍ୟାରେଣ୍ଟ ଡିରେକ୍ଟୋରୀ ବି, ବି ର ପ୍ୟାରେଣ୍ଟ ଡିରେକ୍ଟୋରୀ ଏ। ସେ କଣ କରିବ ଫାଷ୍ଟ ଏ ବନେଇବ, ତାପରେ ବି ବନେଇବ, ତାପରେ ସି ବନେଇବ। ସବୁଗୁଡା ଡିରେକ୍ଟୋରୀ ସେ କମ୍ପ୍ଲିଟ ଆପଣଙ୍କ ବନେଇଦବ। ବୁଝିପାରିଲେ? ଏଇ ଜିନିଷ ଆପଣଙ୍କୁ ଇଣ୍ଟରଭ୍ୟୁ ପ୍ରାୟ ପଚାରନ୍ତି ଯେ ମୁଁ ଡିରେକ୍ଟୋରୀ ଭିତରେ ଡିରେକ୍ଟୋରୀ ବନେଇବା ପାଇଁ କୋଉ ଅପସନ ୟୁଜ କରିବି। ସେଟା ହଉଛି ମାଇନସ ପି। ତ ବୁଝିପାରିଲେ? sir। ହଁ। ମୁଁ ଆପଣଙ୍କୁ ଡିଲିଟ କରିବା ପାଇଁ ଗୋଟେ କହିଥିଲି କମାଣ୍ଡ ଆର, ଏଥିରେ ଆମେ କଣ କରୁଥିଲେ ଫାଇଲ ଡିଲିଟ କରୁଥିଲେ, ଆଉ RMDIR ରେ ଆମେ ଡିରେକ୍ଟୋରୀ ଡିଲିଟ କରୁଥିଲେ। ଏ ଦି ଜିନିଷ ଅଲରେଡି ଆମେ ପଢିସାରିଛି କେମିତି ଡିଲିଟ କରିବା। ଓକେ, ଦେନ୍ ଆମେ କଣ ଦେଖିବା, ସେମିତି ମୁଁ ଏଇଟା କହିବାର କାରଣ କଣ ଥିଲା, ସେମିତି ଯେମିତି ଆମେ MKDR ରେ ମାଇନସ ଇ ଦେଇକି ଆମେ ଗୋଟେ ଗୋଟେ ନ ବନେଇକି ଏକାଥରକେ ବନେଇଲେ, ସେମିତି RMDIR ସହିତ ଯଦି ଆମେ ପି ଅପସନ ୟୁଜ କରିବା, ସେ ଆପଣ କଣ କରିବ ପୁରା ସେ ଡିଲିଟ ଯୋଉ ଡିଲିଟ ପାଥ କମ୍ପ୍ଲିଟ ତାକୁ ଡିଲିଟ ବି କରିଦବ। ହଉଛି ଟଚ୍ କମାଣ୍ଡ। ଟଚ୍ କମାଣ୍ଡ ମୁଁ ଆପଣଙ୍କୁ କହିଛି ଅଲରେଡି ଫାଇଲ କ୍ରିଏଟ କରିବା ପାଇଁ। ଦେନ୍ କ୍ୟାଟ୍ କମାଣ୍ଡ ବି ଆପଣଙ୍କୁ କହିଛି। କ୍ୟାଟ୍ କମାଣ୍ଡର କାମ କଣ ହଉଛି ଆପଣଙ୍କର ଦେଖିବା ପାଇଁ ଯେ ଗୋଟେ ଫାଇଲ ଭିତରେ କଣ କଣ୍ଟେଣ୍ଟସ ଅଛି। କ୍ୟାଟ୍ ମାନେ ଆପଣଙ୍କୁ ଦେଖେଇବ, ଧରନ୍ତୁ ଏଠି କ୍ୟାଟ୍ କଲି, ଏ କଲି, ତେଣୁ ଆପଣଙ୍କୁ କିଛି ତା ଭିତରେ ନାହିଁ। ଯଦି ମୁଁ କ୍ୟାଟ୍ କରୁଛି /etc fstar, ଏଇଟା ହଉଛି ଆପଣଙ୍କୁ ମୁଁ କହିଥିଲି fstar ର କାମ କଣ। ଏଠି ଦେଖନ୍ତୁ ତା ଭିତରେ ସେ ଆପଣଙ୍କୁ ତାର ଯାହା ଯାହା ଅଛି ଡିଟେଲ ଆପଣ ଦେଖେଇଲା, କିନ୍ତୁ ଆପଣ ଏଠି କିଛି ମଡିଫାଇ କରିପାରିବେନି, ଓନ୍ଲି ଏଡିଟ କରିପାରିବେ କ୍ୟାଟ୍ କମାଣ୍ଡ। ଯଦି ଆପଣଙ୍କୁ କିଛି ମଡିଫାଇ କରିବାର ଥିବ ତାହେଲେ ଆପଣ VI କମାଣ୍ଡ ୟୁଜ କରି କରିବେ, ଯେମିତି VI/etc fstar। ଦେଖନ୍ତୁ ଆପଣଙ୍କୁ ମଡିଫାଇ କରିବା ପାଇଁ ଆସିଲା, ଆପଣ ଏଠି ସେଭ୍ କରିବେ, ଯାହା ବି ମଡିଫାଇ କରିବା କଥା କରିବେ। ଆପଣ VI କମାଣ୍ଡ ଆଗକୁ ଡିଟେଲ ପଢେଇବି, VI କମାଣ୍ଡ କଣ କଣ ଅଛି ଖାଲି ଜାଣିଥାନ୍ତୁ। କ୍ୟାଟ୍ କମାଣ୍ଡ ଆପଣ କଣ୍ଟେଣ୍ଟ ଦେଖିବେ, VI କମାଣ୍ଡ ଆପଣ ମଡିଫାଇ କରିବେ। ହ୍ୟାଲୋ, କିଏ କଣ କହୁଛନ୍ତି କି? ଦେନ୍ ଆମର ହଉଛି ସର୍ଚ୍ଚ କମାଣ୍ଡ। ଆମେ ସର୍ଚ୍ଚ କେମିତି କରିବା, ଧରନ୍ତୁ ଗୋଟେ ସମୟ ସର୍ଚ୍ଚ କରିବା ଅଛି, ଆପଣ ଜାଣିଛନ୍ତି ଗୋଟେ ଜେଡ୍ ମୁଁ ଗୋଟେ ଡିରେକ୍ଟୋରୀ ବନେଇଥିଲି, ସେଇଟା କୋଉଠି ଅଛି ମୁଁ ଖୋଜିବି। PLL/root, ଏଇଟା ଦେଖନ୍ତୁ ଏଠି abc.txt ଗୋଟେ ଫାଇଲ ଅଛି, କୋଉଠି ଅଛି /root ଭିତରେ ଅଛି, ସେଇଟା ମତେ ଖୋଜିବାର ଅଛି। ଯେମିତି ଆମେ ୱିଣ୍ଡୋଜରେ ସର୍ଚ୍ଚ କରିଦିଏ, ଏଠି ହଉଛି ଫାଇଣ୍ଡ। ଏହା ହଉଛି ଆପଣଙ୍କର ଫାଇଣ୍ଡ କମାଣ୍ଡ। ଫାଇଣ୍ଡ କମାଣ୍ଡ, ଫାଇଣ୍ଡ କମାଣ୍ଡ ଆମେ କଣ କରିବା ସର୍ଚ୍ଚ କରିବା। ଫାଇଣ୍ଡ, ଆଚ୍ଛା ତାର ଅପସନ ଇଏ କଣ ଫର୍ମାଟ, କଣ କମାଣ୍ଡ ଫର୍ମାଟ, କମାଣ୍ଡ ଫର୍ମାଟ ହଉଛି ଫାଇଣ୍ଡ ଡେଷ୍ଟିନେସନ, ମାନେ ଆପଣ କୋଉଠି ଖୋଜିବେ ଆଉ କଣ ଖୋଜିବେ, ମାଇନସ ଅପସନ ଆଉ ଫାଇଲ ନେମ୍। ସେଇଟା ହଉଛି କମାଣ୍ଡର ଫର୍ମାଟ। ଫାଇଣ୍ଡ ସ୍ଲାଶ ମାନେ କଣ, ମୁଁ ପୁରା ରୁଟ ଭିତରେ ଖୋଜିଲି, ମାଇନସ ନେମ୍ ମାନେ ନେମ୍ ଟା କଣ ଥିବ ତାର abc.txt, ଏଣ୍ଟର କରନ୍ତୁ। ଆପଣ ଦେଖନ୍ତୁ ରେଜଲ୍ଟ ପାଇଲା, କୋଉଠି ପାଇଲା /root ଭିତରେ abc.txt ଅଛି। ଓକେ, ଧରନ୍ତୁ ଆପଣଙ୍କର ଆମେ ଜାଣିଛନ୍ତି /etc ଭିତରେ fstar ଅଛି, କିନ୍ତୁ fstar ଆପଣ ନୂଆ ନୂଆ କାମ କରି ମନେ ରହିବନି, ଆପଣ ସେଇଟାକୁ ସର୍ଚ୍ଚ କରିବା ଫାଇଣ୍ଡ fstb, ଦେଖନ୍ତୁ ଦେଖିଲା ଗୋଟେ /etc fstar ଏ ଭିତରେ ଅଛି। ତ ଫାଇଣ୍ଡ କମାଣ୍ଡ ୟୁଜ କରିକି ଆମେ ସର୍ଚ୍ଚ କରିପାରିବା ଗୋଟେ ଜିନିଷ ଆମେ ସର୍ଚ୍ଚ କରିବାକୁ ଚାହୁଁଛେ।
ଏତିକି ବୁଝିପାରିଲେ ସମସ୍ତେ? ଆଜ୍ଞା sir। ଆଚ୍ଛା, ଦେନ୍ ଆସୁଛି କଣ ପିଙ୍ଗ କମାଣ୍ଡ। ପିଙ୍ଗ କମାଣ୍ଡ ଆପଣ ଜାଣିଥିବେ, ପିଙ୍ଗ କମାଣ୍ଡ ମାନେ ଆମେ କଣ ହଉଛି ନା କନେକ୍ଟିଭିଟି ଚେକ୍ କରିବା ପାଇଁକା ପିଙ୍ଗ କମାଣ୍ଡ ଆମେ ୟୁଜ କଲେ ଜାଣିପାରିବା ଯେ ଆମର ନେଟୱାର୍କ ପାଥଟା ଠିକ ଅଛି ନା ନାହିଁ। ଆମର ଆଇପି ଆଡ୍ରେସ ଦେଖିବା ପାଇଁ କମାଣ୍ଡ ହଉଛି IPA। ଏଇଠି ଦେଖନ୍ତୁ ଏଇଟା ହଉଛି ତାର ଆଇପି ଆଡ୍ରେସ ଟା। ଯଦି ମୁଁ ପିଙ୍ଗ କରିବି ମୋ ଡେସ୍କଟପ୍ ରୁ, ପିଙ୍ଗ ମାନେ ୱିଣ୍ଡୋଜ୍ ବି ପିଙ୍ଗ କମାଣ୍ଡ ଯାହା, ଲିନକ୍ସ ବି ସେୟା ପିଙ୍ଗ। ଦେଖନ୍ତୁ ପିଙ୍ଗ ହଉଛି, ଏଇଟା ସକ୍ସେସଫୁଲ ମାନେ ପିଙ୍ଗ କମ୍ପ୍ଲିଟ ହଉଛି, ମାନେ ମୋ ପାଥ କମ୍ପ୍ଲିଟ ହଉଛି। ଲିନକ୍ସ ବି ସେୟା PING ପିଙ୍ଗ କମାଣ୍ଡ ଦେଲି, ଆଇପି ଦେଲି, ଆପଣ ଦେଖନ୍ତୁ କନେକ୍ଟିଭିଟି ଓକେ ଅଛି ହେଲା। ତ ଲିନକ୍ସ ରେ ପିଙ୍ଗ କମାଣ୍ଡ ଯାହା, ୱିଣ୍ଡୋଜ୍ ରେ ପିଙ୍ଗ କମାଣ୍ଡ ବି ସେୟା। ଆପଣ ସମସ୍ତେ ପ୍ରାୟ ଜାଣିଥିବେ ପିଙ୍ଗ କମାଣ୍ଡ ହଉଛି କନେକ୍ଟିଭିଟି ଚେକ୍ କରିବା ପାଇଁ ୟୁଜ କରାଯାଏ। ଦେନ୍ ହଉଛି ହୋଷ୍ଟ ନେମ୍। ହୋଷ୍ଟ ନେମ୍ ମାନେ ଆପଣଙ୍କ ସର୍ଭରର ନାଁ କଣ? ହୋଷ୍ଟ ନେମ୍ ଏହାର ନାଁ ହଉଛି ଲୋକାଲ ହୋଷ୍ଟ, ଲୋକାଲ ଡୋମେନ୍। ତା ନାଁଟା ଏଇଆ ଅଛି। ଯଦି ମୁଁ ହୋଷ୍ଟ ନେମ୍ ଚେଞ୍ଜ କରିବାକୁ ଚାହିଁବି, ହୋଷ୍ଟ ନେମ୍ ର ଫାଇଲ ଯୋଉ ତାର ଫାଇଲ ନାଁଟା ହଉଛି ହୋଷ୍ଟ ନେମ୍। କେମିତି ସର୍ଚ୍ଚ କରିବି? ଫାଇଣ୍ଡ, କହିଥିଲି ଫାଇଣ୍ଡ ସ୍ଲାଶ ମାଇନସ ନେମ୍, ଦେଖନ୍ତୁ ETC ହୋଷ୍ଟ ନେମ୍, ଏଇଠି ହଉଛି ଫାଇଲ ନାଁଟା। ଯଦି ଆପଣ ମନେ ନଥିବ ଆପଣ ସର୍ଚ୍ଚ କରିକି ପାଇଗଲେ। ଏଠି କଣ କରିବି VI, ମୁଁ ତ ହୋଷ୍ଟ ନେମ୍ ସବୁ ଚେଞ୍ଜ କଲି ହେଲା। ଏଠି ଦେଖନ୍ତୁ ଲୋକାଲ ଲୋକାଲ ଡୋମେନ୍ ଅଛି, ମୁଁ କଣ କଲି ଦିସ୍ PC ଦେଇଦେଲି, ତାକୁ ସେଭ୍ କଲି। ଏବେ ହୋଷ୍ଟ ନେମ୍ ଚେକ୍ କରନ୍ତୁ, ଆପଣଙ୍କୁ ଦେଖେଇବନି। ଏଥିପାଇଁ କଣ କରିବାକୁ ପଡିବ, ଆପଣ ହୋଷ୍ଟ ନେମ୍ ତ ଚେଞ୍ଜ ହେଇଗଲା କିନ୍ତୁ ଆପଣଙ୍କୁ ସର୍ଭରଟାକୁ ରିଷ୍ଟାର୍ଟ କରିବାକୁ ପଡିବ। ରିଷ୍ଟାର୍ଟ କଲେ ଯାଇକି ଆପଣଙ୍କର ହୋଷ୍ଟ ନେମ୍ ଟା ଚେଞ୍ଜ ହବ, ଆପଣ ଯୋଉ ନାଁଟା ଚେଞ୍ଜ କରୁଛନ୍ତି ସେଇଟା ଆପଣଙ୍କୁ ଦେଖେଇବ। ଓକେ, ତାହେଲେ ଆମେ ଜାଣିଲେ କଣ ହୋଷ୍ଟ ନେମ୍ କମାଣ୍ଡ ଆମେ ହୋଷ୍ଟ ନେମ୍ ଦେଖିପାରିବା, ଆଉ ଆପଣଙ୍କର ନେମ୍ ବି ଚେଞ୍ଜ କରିପାରିବା। ହୋଷ୍ଟ ନେମ୍ ଫାଇଲ ଟା କୋଉଠି ରହିଲା ମନେ ରଖନ୍ତୁ କାଇଣ୍ଡଲି, ETC ହୋଷ୍ଟ ନେମ୍। ହୋଷ୍ଟ ନେମ୍ ଭିତରେ ଆମର କମ୍ପ୍ୟୁଟର ନାଁ ରହିଲା। ସାର୍ ହୋଷ୍ଟ ନେମ୍ ଟା ଆଉଥରେ ଟିକେ ବୁଝେଇ ଦିଅନ୍ତୁ। ହଁ, ଏବେ ଦେଖନ୍ତୁ ଏଇଟା ହଉଛି ମୋର ଯୋଉ ଲାପଟପ୍ ଟା। ଲାପଟପ୍ ରେ ଯଦି ମୁଁ ନାଁଟା ଦେଖିବା ପାଇଁ ଚାହିଁବି, PC ରେ ଯାଇକି ମୁଁ ଏଠି ଦେଖିଲେ ଦେଖିବ ଯେ ଡିଭାଇସ ନେମ୍ ହଉଛି ବିଷ୍ଣୁ ପ୍ରସାଦ ଜେନା। ଠିକ ଅଛି, ଏଇଟା ହଉଛି ମୋ ଡିଭାଇସ ର ନାଁ। ସେମିତି ଆପଣ ଲିନକ୍ସ ସର୍ଭର ବି ନାଁ ଆପଣ ସେଟ୍ କରିବାକୁ ପଡିବ। ଏଠି ସିନା ଆମର ଦରକାର ପଡୁନି ଟେଷ୍ଟ ମେସିନ ଟା, କିନ୍ତୁ ଯେତେବେଳେ ଆପଣ ଆକ୍ଚୁଆଲି ପ୍ରଡକ୍ସନ ୟୁଜ କରିବେ, ସବୁ VM ର ଆପଣଙ୍କୁ ନାଁ ଗୋଟେ ସ୍ପେସିଫାଇଡ ନାଁଟା ଆପଣଙ୍କ ଅର୍ଗାନାଇଜେସନ ର ଯୋଉ ଷ୍ଟ୍ରକ୍ଚର ଥିବ ସେଇ ହିସାବରେ ଆପଣଙ୍କୁ ନାଁ ଦେବାକୁ ପଡିବ। ତ ସେଥିପାଇଁ ଆମେ ଯେତେବେଳେ ନୂଆ ମେସିନ ବନେଇବା, ହୋଷ୍ଟ ନେମ୍ କମାଣ୍ଡ ଆପଣଙ୍କୁ ଏଇଆ ହିଁ ନାଁ ଦେଖେଇବ, ଲୋକାଲ ହୋଷ୍ଟ, ଲୋକାଲ ଡୋମେନ୍। ତ ଆମେ ଯଦି VM ଟାକୁ ନାଁ ଚେଞ୍ଜ କରିବାକୁ ଚାହିଁବା, ଆମେ କଣ କରିବା ନା ETC ହୋଷ୍ଟ ନେମ୍ ଫାଇଲ ଭିତରେ ଆମେ ତାକୁ ନାଁଟାକୁ ଚେଞ୍ଜ କରିବା। କେମିତି ଚେଞ୍ଜ କରିବା ମୁଁ ଆପଣଙ୍କୁ କହିଥିଲି, VI କମାଣ୍ଡ ଆମେ ଏଡିଟ କରିବା, ବସିଲେ ଦିସ୍ PC ବୋଲି ନାଁ ଦେଲେ, କି ଆପଣ ଯାହା ନାଁ ଥିବ ଦେବେ, ତାକୁ ସେଭ୍ କରିବେ। ଆସିଲେ ତାପରେ ଆପଣ ରିଷ୍ଟାର୍ଟ କରିବେ, ରିଷ୍ଟାର୍ଟ କଲେ ଆପଣଙ୍କୁ ଦେଖେଇବ। ରିଷ୍ଟାର୍ଟ କରିଦଉଛି ମୁଁ, 2 ମିନିଟ୍ ୱେଟ୍ କରନ୍ତୁ, ସେ ଆସିବ। ତାପରେ ହଉଛି କଣ, ଆମେ next ଦେଖିବା ଗୋଟେ ୟୁଜର କେମିତି ଆମେ ଆଡ୍ କରିବା। ୱିଣ୍ଡୋଜ୍ ଆମେ ୟୁଜର ବନେଇବା ଜାଣିଛେ, ଆମେ ଏଠି ଲିନକ୍ସ କେମିତି ଗୋଟେ ୟୁଜର ଟେ କ୍ରିଏଟ କରିବା। କମାଣ୍ଡ ହଉଛି ୟୁଜର ଆଡ୍। ମୁଁ କହିଥିଲି ଯେତେବେଳେ ୟୁଜର ବନେଇବା, ତା ୟୁଜର ଟା ବନିବ ଆଉ ତା ସହିତ ତାର ହୋମ ଡିରେକ୍ଟରୀ ବି ବନିବ। ଦିଟା ଜିନିଷ ଆମେ ୟୁଜର ଆଡ୍ କମାଣ୍ଡ କରିବା, ୟୁଜର ଆଡ୍ କମାଣ୍ଡ ରେ ୟୁଜର ଟା ବି ବନିବ, ତାର ହୋମ ଡିରେକ୍ଟରୀ ବି ବନିବ। ଓକେ, ଦେଖନ୍ତୁ ନା କଣ ଦେଖେଇଲା,
दिस पीसी देखेला होला क्वेश्चन में अपन देखो दिस पीसी देखेला ता नाटा चेंज हो गला ओके देन गोटे यूजर बनेबा यूजर ऐड तो मैं डीप यूजर बने डीप यूजर ऑलरेडी एग्जिस्ट तो मैं कौन कली जॉइन कली यूजर बनीगला आम बर्तमान जाना यूजर अच्छी ना आम केमी जाना आम तार मुझे अपन होम डायरेक्टरी बनव ll/home देखो ये जॉइन यूजर गोटे होम डायरेक्टरी बनीगला ओके अच्छा ଆପଣ ସବୁବେଳେ क्वेश्चन ପଚାରିବେ ଇଣ୍ଟରଭ୍ୟୁ ପଚାରିବେ ଯୋଉଟା ମୁଁ ୟୁଜର ବନେଇଲି ତାର କିନ୍ତୁ ହୋମ ଡିରେକ୍ଟରି ମୁଁ ବନେଇବିନି ତାର ହୋମ ଡିରେକ୍ଟରି ମୁଁ ବନେଇବାକୁ ଚାହୁଁନି ଖାଲି ୟୁଜର ବନେଇବ ହୋମ ଡିରେକ୍ଟରି ବନେଇବେନି ତା ପାଇଁ ଅପସନ ହଉଛି କ୍ୟାପିଟାଲ ଏମ୍ କମାଣ୍ଡ ୟୁଜ କରନ୍ତୁ ୟୁଜର ଆଡ ମାଇନସ କ୍ୟାପିଟାଲ ଏମ୍ କରନ୍ତୁ ରାଜ ୟୁଜର ବନିଗଲା ତାର ହୋମ ଡିରେକ୍ଟରି ଦେଖନ୍ତୁ यूजर बनी जाइए होम डायरेक्टरी बनला यूजर होम डायरेक्टरी बनला तो ये जिन आप सब मन रखु यूजर आड सहित जब हम कैपिटल एम ऑप्शन यूज करवा तार होम डायरेक्टरी बनबनी किंतु यूजर बनब ओके यूजर बनला बेले आम होम डायरेक्टरी एठी जान करबा अच्छा एठी देखो जदि मते होम भीतर देखो मते डीव देखो जॉन देखो किंतु राज मते देखो तो मु केमी जानबी राज यूजर बनछि ना नै आपण धर गोटे नुआ मशीन दिगला आपण कहगला जे आपण एई VM भितर बा वर्चुअल मशीन की आपण जो सर्वर भितर को यूजर असन मते डिटेल दियंतु आपण कोन स्लैश होम भितर देखिले देखिले आपण जानि परिबेनी राज यूजर गोटे अछि कि आपण होम डायरेक्टरी देखोनी आपण केमी जानिबे काइंडली मन रखंतु cat/etc passwd मन रखंतु ए फाइलटा passwd पासवर्ड फाइल कौन हुए सब यूजर इनफॉरमेशन हुए ये देखो आपनकर ड्यू जॉन राज ये आपनकर स्टार्ट है तीनटा यूजर बनया स्टार्ट है तेणु ये फाइल आप जानी पारे केतटा यूजर अच्छा आ गए कथा आप काइंडली मन रखते इंटरव्यू पचारती आम जो लिनक्स VM क्रिएट कले यूजर कले तार ग्रुप आईडी आउ यूजर आईडी कौन था फास्ट यूजर माने अपन जेते यूजर तो थिबो VM बनला बन जाय सब अपन जो फास्ट यूजर बनेबे तार यूजर आईडी ग्रुप आईडी सब 1000 टू स्टार्ट हो ये देखो यूजर बनी एटू ऊपर सब होची सिस्टम यूजर गुड़ा सिस्टम तार निजे निजे बनई मु यूजर बना स्टार्ट करछि तो तार ग्रुप आईडी और यूजर आईडी 1000 टू स्टार्ट है 1000 1000 टू एमटी सब चलो अच्छा मत गोटे कथा कहतु रूट यूजर ताले कौन थी रूट यूजर सब 00 रही रूट यूजर सब 00 आम जहाँ जहाँ यूजर आड करवा तार सब 1000 टू स्टार्ट हम ये दुटा जिन इंटरव्यू बेले बेले पचारते आप बुझिपारे ठीक समझते ଆଜ୍ଞା ସାର୍ हाँ हाँ नेक्स्ट होची आमे ll/home देखो /root/home देखो ये मु कहया अनुसार जो जो यूजर बनला तार होम डायरेक्टरी एथि बनम ठीक अछि किंतु मु चाहूची गोटे यूजर होम डायरेक्टरी एथि बनबनी से बनबो जाकी रूट भीतर बनबो स्लैश रे बनबो स्लैश होम भीतर बनबो एथि में हमको कोन करिया पड़ो ऑप्शन दबा पड़ो -d यूजर ऐड -d मते पाथ दबा पड़ो स्लैश तो मु दोची राजेश देली देन यूजर देली राजेश एठे आपण ना भी जहाँ भी चेंज कर पारे आपण यूजर ना राजेश देबे एठे आपण आउ गोटे जहाँ पाथ देले से आसे ऑटोमेटिक बने देबो ओके एंटर करंतु यूजर बन गेला एठे देखंतु ll/home एठे राजेश यूजर बनिनी ll/ एठे देखंतु राजेश बन जाइतो एठे देखंतु राजेश बन जाइतो ओके तार यूजर कौन अच्छी राजेश अच्छी तार परमिशन तक मिली एटा हूँ राजेश यूजर कौन होम डायरेक्टरी अच्छा आम पासवर्ड फाइल देखा cat/etc passwd देखो
ରାଜେଶ ୟୁଜର ବନିଲା, ତାର ୟୁଜର ଆଇଡି ଗ୍ରୁପ ଆଇଡି ହଉଛି 1003। ବୁଝିପାରିଲେ? ସାର୍ ୟୁଜର ଆଇଡି ଆଉ ଗ୍ରୁପ ଆଇଡି ସବୁବେଳେ ସମାନ ରହିବ? ହଁ, ସେଟା ସବୁବେଳେ ସମାନ ରହିବ, ସବୁ ୟୁଜର ସମାନ ରହିବ। ୟୁଜର ଆଇଡି ଗ୍ରୁପ ଆଇଡିର ବି ବହୁତ ରୋଲ ଅଛି, କାହିଁକି ୟୁଜର ଆଇଡି ଅଛି ଗ୍ରୁପ ଆଇଡି ଅଛି, ଏଟା ଆମେ ଆଗକୁ ଆସ୍ତେ ଆସ୍ତେ ପଢିବା। ବର୍ତ୍ତମାନ ପାଇଁ ଖାଲି ଦିଟା ଜିନିଷ ଜାଣିଥାନ୍ତୁ, ଆମେ ୟୁଜର ଆଡ ଡିରେକ୍ଟରେ ୟୁଜର ଆଡ କମାଣ୍ଡ, ଯୋଉ ୟୁଜର ଆଡ କମାଣ୍ଡ ଟା, ଏଠି ଦିଟା ତିନିଟା କ୍ୱେଶ୍ଚନ ସବୁବେଳେ ୟୁଜର ମାନେ ଇଣ୍ଟରଭ୍ୟୁ ପଚାରନ୍ତି ଯେ ରୁଟ ୟୁଜର ଗ୍ରୁପ ଆଇଡି ୟୁଜର ଆଇଡି କଣ, ଆମେ ଯୋଉ ୟୁଜର ବନଉଛେ ତାର ଗ୍ରୁପ ଆଇଡି ୟୁଜର କଣ, ମୁଁ ଯଦି ଗୋଟେ ୟୁଜର ବନେଇବାକୁ ଚାହିଁବି ୱିଦାଉଟ ହୋମ ଡିରେକ୍ଟରୀ କଣ, ଆଉ ଗୋଟେ ତାର ହୋମ ଡିରେକ୍ଟରୀ ଅଲଗା ଜାଗାରେ ବନେଇବାକୁ ଚାହିଁବି ଅପସନ କଣ ୟୁଜ କରିବି, ଏତିକି ପଚାରନ୍ତି। ପ୍ଲସ୍ ପଚାରନ୍ତି ମୁଁ ଗୋଟେ ୟୁଜର ଡିଲିଟ କରିବି, ତାର ହୋମ ଡିରେକ୍ଟରୀ ଡିଲିଟ ହବନି। ଯେତେବେଳେ ମୁଁ ଗୋଟେ ୟୁଜର ଡିଲିଟ କରେ ତାର ହୋମ ଡିରେକ୍ଟରୀ କେତେବେଳେ ଡିଲିଟ ହୁଏନି, କିନ୍ତୁ ମୁଁ ଚାହୁଁଛି ଯେ ୟୁଜର ହୋମ ଡିରେକ୍ଟରୀ ଡିଲିଟ ହେଇଯିବ, ତାର ଅପସନ କଣ, ଆମେ ସେଇଟା ଯଦି ଦେଖିବା। ବର୍ତ୍ତମାନ ଆମେ, ହଁ, ଆଉ ଗୋଟେ କଥା ହଉଛି କଣ, ଯୋଉ ୟୁଜର ଆପଣଙ୍କୁ ହୋମ ଡିରେକ୍ଟରୀ ନ, ଏଠି ଦେଖନ୍ତୁ, ଏଇଠି ଗୋଟେ ଜିନିଷ ଦେଖନ୍ତୁ, ବିନ୍ ବାସ୍ ଅଛି, ସବୁ ୟୁଜର ବିନ୍ ବାସ୍ ଅଛି। ଲକ୍ଷ୍ୟ କଣ, ସବୁ ୟୁଜର ବିନ୍ ବାସ୍ ଅଛି। ବିନ୍ ବାସ୍ ଅର୍ଥ କଣ, ଏଇ ୟୁଜରଟା ଆପଣଙ୍କ ଏଇ ଯୋଉ ଭିଏମ ରେ ଲଗ୍ଇନ କରିପାରିବ, ତାର ବାସ୍ ସେଲ୍ କ୍ରିଏଟ ହେଇଛି। କିନ୍ତୁ ଯଦି ମୁଁ ଚାହୁଁଛି ଗୋଟେ ୟୁଜର ମୁଁ ବନେଇବି, ତାର ସେ ସିଷ୍ଟମରେ ଲଗ୍ଇନ କରିବା ଦରକାର ନାହିଁ, ତାର କାମ ଅଲଗା ଅଛି, ସେ ସିଷ୍ଟମରେ କେବେ କିନ୍ତୁ ଲଗ୍ଇନ କରିବନି, ଲଗ୍ଇନ କଲେ ସେ ଲଗ୍ଇନ କରିପାରିବନି। ସେଥିପାଇଁ ମତେ କଣ କରିବାକୁ ପଡିବ, ଅପସନ ହଉଛି ୟୁଜର ଆଡ -s ଦେନ୍ /sbin /no login, ୟୁଜର ହଉଛି ରାଜୀବ। ଦେଖନ୍ତୁ ୟୁଜର ବନିଗଲା, ଏଲଏଲ କରନ୍ତୁ, /root କରନ୍ତୁ, /home କରନ୍ତୁ। ଦେଖନ୍ତୁ ରାଜୀବ ତାର ହୋମ ଡିରେକ୍ଟରୀ ବନିଲା, ଆମେ କାହିଁକି ହୋମ ଡିରେକ୍ଟରୀ କିଛି ସ୍ପେସିଫାଇ କରିନେ, ହୋମ ଡିରେକ୍ଟରୀ ବନିଗଲା। ବର୍ତ୍ତମାନ ଆମେ ଦେଖିବା ତାର ଏଠି ଯୋଉ କଣ ହଉଛି ଅପସନଟା, ଦେଖନ୍ତୁ ଏଇଠି ଥିଲା /bin bash, ଏଠି କିନ୍ତୁ ରହିଲା sbin no login, ମାନେ ୟୁଜରଟା ଭିଏମ ରେ ଲଗ୍ଇନ କରିପାରିବନି। ଡ୍ୟୁକ୍ ଲଗ୍ଇନ କରିବ, ଜନ୍ ଲଗ୍ଇନ କରିବ, ରାଜେଶ କରିବ, କିନ୍ତୁ ରାଜୀବ ଏ ଭିଏମ ରେ ଲଗ୍ଇନ କରିପାରିବନି। ତ ଏଇଟା ବି ଆପଣଙ୍କୁ ସବୁବେଳେ ପଚାରନ୍ତି ଯେ ଯଦି ମୁଁ ଗୋଟେ ୟୁଜର କରିବାକୁ ଚାହୁଁଛି କିନ୍ତୁ ସେ ୟୁଜରକୁ ଲଗ୍ଇନ ପରମିଶନ ଦବାକୁ ଚାହୁଁନି, ତାହେଲେ ମୁଁ କଣ କରିବି? ତାହେଲେ ଆପଣ କଣ କରିବେ, ୟୁଜର ଆଡ କରିବେ, -s ଅପସନ ଦେଇକି sbin no login ଯଦି ଆପଣ ଡିଫାଇନ କରୁଛନ୍ତି, ତାହେଲେ ସେ ୟୁଜରଟା ଭିଏମ ରେ ଲଗ୍ଇନ କରିପାରିବ ନାହିଁ। ଓକେ, ଏଇ ତିନିଟା ଚାରିଟା ଜିନିଷ ଆପଣ ଏଠି ମନେ ରଖନ୍ତୁ। ନେକ୍ସଟ ଆସିଲା, ଗୋଟେ ୟୁଜର, ମୁଁ ତ ୟୁଜର ବନେଇଦେଲି, ବର୍ତ୍ତମାନ ଏ ୟୁଜର ଲଗ୍ଇନ କରିପାରିବ ନାହିଁ। ବର୍ତ୍ତମାନ ୟୁଜର ତାର ଲଗ୍ଇନ କରିପାରିବନି, କାହିଁକିନା ୟୁଜରର ବର୍ତ୍ତମାନ କୌଣସି ପାସୱାର୍ଡ ସେଟ୍ ହେଇନି। ଯେବେ ଯାଏ ପାସୱାର୍ଡ ସେଟ୍ ନହବ, ଲିନକ୍ସରେ ସେ ୟୁଜର ଲଗ୍ଇନ କରିପାରିବ ନାହିଁ। ଆମକୁ ୟୁଜର କରିବା ସହିତ ଆମକୁ ପାସୱାର୍ଡ ବି ତାର ସେଟ୍ କରିବାକୁ ପଡିବ। ପାସୱାର୍ଡ ସେଟ୍ କରିବା ପାଇଁ କମାଣ୍ଡ କଣ, PASSWD, PASSWD, ଏ କଣ ହବ, ଆମର ପାସୱାର୍ଡ ସେଟ୍ ହବ। ଆମେ ପାସୱାର୍ଡ ସେଟ୍ କରିବା, ଆମେ ବହୁତ ଗୁଡେ ୟୁଜର ବନେଇ ଦେଇଛେ, ଗୋଟେ ୟୁଜର ଆମେ ପାସୱାର୍ଡ ସେଟ୍ କରିବା, PASSWD, ଧରନ୍ତୁ ଡ୍ୟୁକ୍ କଲେ, ଡ୍ୟୁକ୍ ଏଣ୍ଟର କଲି, ସେମିତି ପଚାରିଲା ନ୍ୟୁ ପାସୱାର୍ଡ ସବମିଟ କର, ମୁଁ ଗୋଟେ ପାସୱାର୍ଡ ଦେଲି, ଦେଖନ୍ତୁ ପାସୱାର୍ଡ ଟୋକନ ଅପଡେଟେଡ ସକ୍ସେସଫୁଲ, ମାନେ ଡ୍ୟୁକ୍ ୟୁଜର ପାସୱାର୍ଡ ସେଟ୍ ହେଇଗଲା। ଓକେ, PSS କମାଣ୍ଡ ଆମେ ପାସୱାର୍ଡ ସେଟ୍ କଲେ। ତାପରେ ନେକ୍ସଟ କମାଣ୍ଡ ହଉଛି ୟୁଜର ଆମେ କେମିତି ଡିଲିଟ କରିବା। ୟୁଜର ଡିଲିଟ କରିବା ପାଇଁ କମାଣ୍ଡ ହଉଛି ୟୁଜର ଡେଲ୍, ୟୁଜର ଡେଲ୍ ଆମେ ୟୁଜର ଡିଲିଟ କରିବା। ସିମ୍ପଲ କମାଣ୍ଡ, ୟୁଜର ଡେଲ୍, ଧରନ୍ତୁ ଆମେ ଡିଲିଟ କରିବା ରାଜେଶ, ୟୁଜର ଡିଲିଟ ହେଇଗଲା। ଆମେ କ୍ୟାଟ୍ କମାଣ୍ଡ ଦେଖିବା, ପାସୱାର୍ଡ ଫାଇଲ, ଦେଖନ୍ତୁ ଏଠି ରାଜେଶ ନାହିଁ, ରାଜ ଅଛି, ରାଜୀବ ଅଛି, କିନ୍ତୁ ରାଜେଶ ନାହିଁ। ମଝିରେ ଗୋଟେ ୟୁଜର ଡିଲିଟ ହେଇଗଲା, ଦେଖନ୍ତୁ 1002 1003 ମଝିରେ ଡିଲିଟ ହେଇଗଲା, ତାପରେ 1004 ଅଛି। ଆଚ୍ଛା, ମତେ ଗୋଟେ କଥା କୁହନ୍ତୁ, ବର୍ତ୍ତମାନ ଯଦି ମୁଁ ଗୋଟେ ୟୁଜର କ୍ରିଏଟ କରିବି,
ତାର ୟୁଜର ଆଇଡି 1005 ହବ ନା 1003 ହବ, କାରଣ ମଝିରେ 1003 ଟା ଗ୍ୟାପ୍ ଅଛି। ମନେ ରଖନ୍ତୁ 1003 ଆଉ ୟୁଜ ହେଇପାରିବନି, 1005 ଆସିବ। ଓକେ, ଯୋଉ ୟୁଜର ଡିଲିଟ ହେଲା ତାର ଯୋଉ ୟୁଜର ଆଇଡି ଗ୍ରୁପ ଆଇଡି, ସେ ୟୁଜର ଆଇଡି ଗ୍ରୁପ ଆଇଡି କାହାକୁ ଆସାଇନ ହବନି, ନୂଆ ୟୁଜର ଆଇଡି ଗ୍ରୁପ ଆଇଡି କ୍ରିଏଟ ହବ। ଆଚ୍ଛା, ମୁଁ ବର୍ତ୍ତମାନ ୟୁଜର ଆଇଡି କ୍ରିଏଟ କରି ଡିଲିଟ କଲି, ମାନେ ୟୁଜର ଡିଲିଟ କରିଦେଲି, ତାର ହୋମ ଡିରେକ୍ଟରି ଡିଲିଟ ହେଇଛି ନା ନାହିଁ ଦେଖନ୍ତୁ। ରାଜୀବ ଅଛି, ଏଲ୍ ସ୍ଲାସ, ଏଇ ଦେଖନ୍ତୁ ଆମେ ରାଜେଶ କରିଥିଲେ, କୋଉଠି କରିଥିଲେ? ସ୍ଲାସ ଭିତରେ କରିଥିଲେ, କିନ୍ତୁ ତାର ହୋମ ଡିରେକ୍ଟରି ଡିଲିଟ ହେଇନି। କାହିଁକି ନା ଧର ଗୋଟେ ୟୁଜର ଆମେ ଡିଲିଟ କରିଦଉଛେ, ତା ହୋମ ଡିରେକ୍ଟରି କିଛିଟା ଇମ୍ପୋର୍ଟାଣ୍ଟ ଡାଟା ଥିବ, ଯଦି ସେଟା ଡିଲିଟ ହେଇଯିବ ୱିଦାଉଟ୍ ବ୍ୟାକଅପ ରେ, ଆମକୁ ରିକଭରି କରିବା କଷ୍ଟ ହବ। ତେଣୁକରି ନର୍ମାଲ ୟୁଜର ଡିଲିଟ କମାଣ୍ଡ ରେ ୟୁଜର ଡିଲିଟ ହେଇଯାଏ, କିନ୍ତୁ ତାର ହୋମ ଡିରେକ୍ଟରି ଡିଲିଟ ହୁଏନି। ହୋମ ଡିରେକ୍ଟରି ଆମେ ଯଦି ଡିଲିଟ କରିବାକୁ ଚାହିଁବା, ଆମେ ଅପସନ ୟୁଜ କରିବା -r, ୟୁଜର ଡେଲ -r, ଜନ୍ମ ମୁଁ କରୁଛି ଜନ୍, ଏଲ୍ ସ୍ଲାସ ହୋମ, ଦେଖନ୍ତୁ ଜନ୍, ଏଇଠି ଦେଖନ୍ତୁ ଜନ୍ ଥିଲା, ଏଠି ବର୍ତ୍ତମାନ ଜନ୍ ର ଡିରେକ୍ଟରି ଡିଲିଟ ହେଇଗଲା। ଏଇଟା ବି ଆପଣ ସବୁବେଳେ ସେ ପଚାରନ୍ତି ଯେ ଗୋଟେ ୟୁଜର ମୁଁ ଡିଲିଟ କରିଦେବି, ତାର ହୋମ ଡିରେକ୍ଟରି ବି ଡିଲିଟ ହବ, ତା ପାଇଁ ଅପସନ କଣ? ତା ପାଇଁ ଅପସନ ହଉଛି -r। ଓକେ, ଏତିକି ଯାଏଁ ବୁଝିପାରିଲେ? ସମସ୍ତେ ବୁଝିପାରିଲେ? ଆଜ୍ଞା ସାର୍। ନେକ୍ସଟ କମାଣ୍ଡ ହଉଛି ସିଷ୍ଟମର ଡେଟ୍ ଆଣ୍ଡ ଟାଇମ୍ ଆମେ ଚେକ୍ କରିବା ପାଇଁ କମାଣ୍ଡ କଣ? ଡେଟ୍ ଆଣ୍ଡ କମାଣ୍ଡ ଚେକ୍ କରିବା ପାଇଁ କମାଣ୍ଡ ହଉଛି ଡେଟ୍ କମାଣ୍ଡ ଆମେ ୟୁଜ କଲେ ସିଷ୍ଟମର ଡେଟ୍ ଆଣ୍ଡ ଟାଇମ୍ ଚେକ୍ କରିପାରିବା। এটা আমার ସିନା ଘର ସିଷ୍ଟମ ଦରକାର ପଡୁନି, କିନ୍ତୁ ପ୍ରଡକ୍ସନ ସର୍ଭର ଦରକାର ପଡିବ, କାହିଁକିନା ଆପଣ ଯଦି ଡେଟ୍ ଆଣ୍ଡ ଟାଇମ୍ ଚେଞ୍ଜ ହେଇଥିବ, ସେଇ ହିସାବରେ ଆପଣଙ୍କର ଯଦି ଆପ୍ଲିକେସନ ଥିବ, ଡାଟାବେସ୍ ଥିବ, ସବୁ ଆପଣ ଠିକ ସେ କାମ କରିବେନି। ତ ସେଇଟା ଆମେ ଡେଟ୍ ଆମେ ଚେକ୍ କରିବା। ଡେଟ୍ ଦେଖନ୍ତୁ କଣ ଅଛି, ନଭେମ୍ବର 3, 3ଟା 59 ଅଛି। ଦେଖନ୍ତୁ ଡେଟ୍ ଭୁଲ ଅଛି, ତ ବର୍ତ୍ତମାନ ମୁଁ ଡେଟ୍ ସେଟ୍ କରିବି। କେମିତି ସେଟ୍ କରିବି? DAT ଡେଟ୍ -ସେଟ୍, ଦେନ୍ ଇଜ ଇକ୍ୱାଲ ଟୁ ଡବଲ କୋଲନ ଦେବି, ଡବଲ କୋଲନ ଦେଲି, ତାପରେ ମୁଁ କଣ କରିବି, ଏଇଟାକୁ କପି କରିଦିଅନ୍ତୁ, ନମ୍ବର 3 ଏଇଟାକୁ ଦେଇଦେବି 10ଟା 19 ଅଛି, 10:19 ଏଣ୍ଟର କରିବି। ଦେଖନ୍ତୁ ଆପଣଙ୍କର ଡେଟ୍ ଚେଞ୍ଜ ହେଇଗଲା। ଆପଣ ଡେଟ୍ କମାଣ୍ଡ ୟୁଜ କରିବେ, ବର୍ତ୍ତମାନ ଟାଇମ୍ ଦେଖେନି, 10ଟା 19 ଦେଖେନି। ଆପଣ ଡେଟ୍ -s ସେଟ୍ କମାଣ୍ଡରେ ଆପଣ ଡେଟ୍ କମାଣ୍ଡ ଡେଟ୍ଟା ୟୁଜ କରିପାରିବେ, ବା ଡେଟ୍ -s ୟୁଜ କଲେ ବି ହବ। ଠିକ ଅଛି, ଏଇ ଡେଟ୍ କମାଣ୍ଡ ଆପଣ ଡେଟ୍ ଚେଞ୍ଜ କରିବେ। ଏଇଟା ବୁଝିପାରିଲେ? ଆଜ୍ଞା ବର୍ତ୍ତମାନ ଆମେ ଦେଖିବା ଆମର IP ଆଡ୍ରେସ୍ ଆମେ କେମିତି ସେଟ୍ କରିବା। ଆମର NMTUI ଟୁଲ ହଉଛି GUI ମୋଡରେ ଆମ IP ଆଡ୍ରେସ୍ ଦେଖିବା ପାଇଁ। ଦେଖନ୍ତୁ, ଯଦି ମୁଁ ଏଡିଟ୍ କନେକ୍ସନ ଯାଉଛି, ଏଠି ଯାଇକି ଏଡିଟ୍ କୁ ଯାଉଛି, ମୋର IP କଣ ଅଛି, ଏଠି ଅଟୋମେଟିକ ଅଛି। ଠିକ ଅଛି, ଆମେ ଯଦି ଚାହିଁବା ଏଠି ଯାଇକି ମାନୁଆଲ କରିବା, ମାନୁଆଲ କଲା ପରେ ଏଠି ଶୋ କରିବା, ଏଠି ଆମେ IP ଆଡ୍ରେସ୍ ଯାହା ବି ଦେବା କଥା ଦେଇପାରିବା। ଓକେ, ଏଇଟା ହଉଛି NMTUI ଟୁଲ ଥ୍ରୁରେ ମୁଁ ଏଟା ଅଟୋମେଟିକ କରିଛି, କାହିଁକିନା ମୋର ଯୋଉ VMware ପ୍ଲେୟାର ଅଛି, ସେ ମୋତେ ଅଟୋମେଟିକ IP ଆଡ୍ରେସ୍ ପ୍ରୋଭାଇଡ କରିଛି, ଅଟୋମେଟିକ ଅଛି। ଯଦି ଆପଣ ଦବାକୁ ଚାହିଁବେ ମାନୁଆଲ IP ଆଡ୍ରେସ୍, କିଛି ବି ଆପଣ ଏଠି ଦେଇପାରିବେ। ଧରନ୍ତୁ ଏଠି ଦେବେ, ଆଡ୍ କଲେ 10.10.10.10 ଦେଲେ IP ଆଡ୍ରେସ୍, ଗେଟୱେ ଆପଣ ଯାହା ଥିବ, ଆପଣ ଅର୍ଗାନାଇଜେସନ ଆପଣ ଯାହା ବି ଦେଲେ ଗୋଟେ ଗେଟୱେ ଦେଲେ, DNS ଆପଣ ଯାହା ଦେଲେ, ଯାହା ବି ଗୋଟେ ଦେବେ IP ଆଡ୍ରେସ୍, ଏଠି ଦେଇକି ଆପଣ ଯଦି ସେଭ୍ କରିବେ, ଆପଣଙ୍କର IP ଆଡ୍ରେସ୍ ଟା ସେଭ୍ ହେଇଯିବ। ଏଇଟା ହଉଛି NMTUI ଟୁଲ ଥ୍ରୁରେ ଆପଣ
आईपी एड्रेस देन एक्टिवेट को जिवे एट जाके डीएक्टिवेट करे एक्टिवेट करे सो दैट आपन जहाँ सेटिंग कले आपण सेटा आपन इफेक्टिव हो बा काम करे स्टार्ट करबो नले काम करबो ओके आउ गोटे कमांड होची इफ कॉन्फिग इफ कॉन्फिग आपण आईपी एड्रेस देखि करे आपण कोन कोन आईपी एड्रेस सेट है सबले मन रखंतु एटा एलो को छाड़ देबे एटा को छाड़ देबे एटा बेले बेले आपण जगह आपण को वीएमएस बा मशीन 5 पर न थाई पारे किंतु ईएनएस 192 ईएनएस 136 एमति किछि गोटे ना थिबो जहां ना आपण ऑर्गेनाइजेशन सेट हेतिबो केवल नाटा थिबो ता सहित आपण के आईपी एड्रेस ता थिबो ओके आईपी एड्रेस सबनेम बा सेट थिबो तो अब एठो आपण आईपी एड्रेस जानबे आपण को आईपी एड्रेस कोन आउ गोटे छोटो कमांड होची आईपी ए मानले आपण को आईपी एड्रेस सेही जिनसटा देखैबो एठो आपण आईपी एड्रेस देखो ओके आउ गोटे कमांड भी होस्ट नेम हाइफेन आई काम कर लेते अच्छा सर ସେଥିରେ ବି ବେଳେ ହଁ କୁହନ୍ତୁ ସେଥିରେ ବି ବେଳେ सर से ଆପଣଙ୍କୁ जो ଆଇପି आईपी एड्रेस हमें सेट कले ହୁଁ ताको कमांड मोड रे देखिए पे कमांड ता ସେ ବା କହିଲି ଇଫ୍ କନଫିଗ ଆପଣ ସେଟ୍ କଲା ପରେ ଏଠି ଆପଣଙ୍କୁ ଆଇପି ଦେଖେଇବ ଯେତେବେଳେ ଆପଣ ଆପଣ ସେଟ୍ चेंज ହେଇନଥିବ तो ନା कले बोधे सेटा एटी देखौ ନା नहीं ଚେଞ୍ଜ କଲିନି ମୁଁ ବାହାରିକି ପଳେଇ ଆସିଲି କ୍ୟାନସଲ କରିକି ପଳେଇ ଆସିଲି आज्ञा सर ଯଦି ଚେଞ୍ଜ କରିଥାନ୍ତି ମୋର ଏଠି କାମ କରିନଥାନ୍ତା ନା ମୋର ସାଙ୍ଗେ ସାଙ୍ଗେ କନେକ୍ସନ କଟି ଯାଇଥାନ୍ତା କାହିଁକିନା ମତେ ତ ଆଇପି ଆଡ୍ରେସ ଟା ଭିଏମଆର ପ୍ଲେୟର ରୁ ସେଟ୍ ହେଇକି ମିଳିଛି ତ ସେଇ ଆଇପି ଆଡ୍ରେସ ଟା ମୋ ଡେସ୍କଟପ୍ ସହିତ ମୋ ଲାପଟପ୍ ସହିତ ସିଙ୍କ ହେଇକି କାମ ହଉଛି ନା ସେଥିପାଇଁ ମୁଁ ଖାଲି ଆପଣଙ୍କୁ ଦେଖେଇଦେଲି ପୁଣି କ୍ୟାନସଲ କରିକି ବାହାରି ଆସିଲି ଚେଞ୍ଜ କଲିନି କିଛି ଓକେ सर एफ कॉन्फिग और आईपीए भितर डिफरेंस किछि नहीं ना सर डिफरेंस हाल्का टिके टिके तार डिस्क्रिप्शन ଅଛି ଏଇ କଥା ଆଇପି ଦେଖିବେ nm2 ରେ ଆପଣ ଆଇପି ସେଟ୍ କରିଦେବେ এটা হচ্ছে আপনার জিওআই টুল বাকি আপনার কমান্ড লাইন টুল আছে এগুলো আপনার সহজ হব আইপি ফাইভ সেট করা পাব ঠিক আছে বর্তমান সমস্ত বুঝি পারলে আর কিছু কার ডাউট আছে কি नो सर ঠিক আছে আজকের ক্লাস তাহলে সরলা सर আজ আমি গুড়া কমান্ড পড়িলে তার রেকর্ডিং আর পিডিএফ টা আপনার দিয়ে দিবি আপনার টিকে প্র্যাকটিস করবে হ্যাঁ কুহନ୍ତୁ सर सर आमे हमरा टर्मिनल रे रूट यूजर रे लॉगिन करिछु किंतु आमे नॉर्मल यूजर को चेंज करिवो ता पई तारो कमांड ता कोन ଆପଣ ବର୍ତ୍ତମାନ ରୁଟ୍ ରେ ଅଛନ୍ତି ଆପଣ ଏସୟୁ କରିକି କରିପାରିବେ ଦେଖନ୍ତୁ ଆପଣ এই ଡଲାର ପଳେଇ ଆସିଲେ ମୁଁ ଆପଣଙ୍କୁ କହିଛି ହାସ୍ ହଉଛି ରୁଟ୍ ୟୁଜର ର ଡଲାର ହଉଛି ନର୍ମାଲ ୟୁଜର ର ଆପଣ ଡଲାର ଅଛନ୍ତି ଏଠି ଦେଖନ୍ତୁ WHO ହଉ ଆପଣ ଦେଖିଲେ ଆପଣ ଦେଖେଇବ ରୁଟ୍ ୟୁଜର ଆପଣ ଲଗ୍ଇନ୍ କରିଥିଲେ କିନ୍ତୁ ବର୍ତ୍ତମାନ ଆପଣ ଏଠି ଦେଖନ୍ତୁ ଡ୍ୟୁକ୍ ରେ ଅଛନ୍ତି ସରି ହଁ ଏଠି ଦେଖନ୍ତୁ ଆପଣ ରୁଟ୍ ରେ ଥିଲେ ହେଲା ଏଠି ଆପଣ ଡ୍ୟୁକ୍ ରେ ଅଛନ୍ତି ଡ୍ୟୁକ୍ ୟୁଜର ବର୍ତ୍ତମାନ ଆପଣ ଡଲାର ପ୍ରମାଣ ଡ୍ୟୁକ୍ ୟୁଜର ଅଛନ୍ତି ଆପଣ ପୁଣି ଏକ୍ଜିଟ୍ କରିବେ ପୁଣି ଆପଣ ରୁଟ୍ ୟୁଜରକୁ ପଳେଇବେ ଏଠି ରୁଟ୍ ୟୁଜରକୁ ପଳେଇବେ ବୁଝିପାରିଲେ आज्ञा सर हेलो सर ହଁ କୁହ सर जो आम सर जो पुटी यूज करछंदी ହୁଁ ଯେତେବେଳେ ଏଇଟା ଆଇପି ସେଠି ଦେଲା ପରେ ବି ସେଠି ପାସୱାର୍ଡ ଆକ୍ସେସ୍ ଡିନାଇଡ୍ କରୁଛି ତ ସେଇଟା ଆକ୍ଚୁଆଲି ଇଏରେ ପୁଟିରେ ମୁଁ ୟୁଜ କରିପାରୁନି ତ ଆକ୍ସେସ୍ ଡିନାଇଡ୍ କରୁଛି ତ ସେଇଟା କଣ ପ୍ରୋବ୍ଲେମ କୋଉଟା ଆକ୍ସେସ୍ ଡିନାଇଡ୍ କରୁଛି सर ଏଇଟା ଯୋଉ ଆମେ କମାଣ୍ଡ ପ୍ରମ୍ପ୍ଟ ରେ ଯୋଉ ଇଏ କରୁଛନ୍ତି ସେଟା ଯେତେବେଳେ ପୁଟିରେ କନେକ୍ଟ କଲା ପୁଟିରେ ଆଇପି ଦେଇକି ଆମେ କନେକ୍ଟ କରୁଛନ୍ତି ସେଟା ସେଇଠି ପୁଟିରେ ସେଇଟା ମୋର ଶୋ କରୁନି ଆକ୍ଚୁଆଲି ଆକ୍ସେସ୍ ଡିନାଇଡ୍ କରୁଛି ଦେଖନ୍ତୁ ସେଇଟା ହଉଛି ଆପଣ ଟ୍ରବୁଲ ସୁଟ୍ ପାର୍ଟଟା ଟ୍ରବୁଲ ସୁଟ୍ କେମିତି କରିବେ ମୁଁ ଆପଣଙ୍କୁ କହୁଛି ଆମର ଯୋଉ ପୁଟିରେ ଆମେ କନେକ୍ଟ କରୁଛେ ସେଇଟା ଆମେ ସବୁବେଳେ ଟିକେ ଆପଣ ହାଲକା ବସେଇ ଦଉଛୁ କେମିତି ଟ୍ରବୁଲ ସୁଟ୍ କରିବେ ଦେଖନ୍ତୁ এইটা হচ্ছে আপনার ল্যাপটপ ঠিক আছে এটা হচ্ছে আপনার ল্যাপটপ এটা হচ্ছে আপনার ভিএম সার্ভার এটা হচ্ছে ল্যাপটপ এটা হচ্ছে ভিএম ওকে এটা আপনার কনেক্ট করছেন বর্তমান কেমনি করছেন আর এসএসএস টুল লে করছেন এসএসএস টুল লে করছেন তো টুল লে করছেন এটা আপনার কোন আছে सक्सेसफुल कनेक्ट होने अच्छा एडी गोटे जिनिस आपण जानନ୍ତୁ ଯେତେବେଳେ ଲ୍ୟାପଟପ୍ ଆପଣ ଭିଏମ୍ କୁ କନେକ୍ଟ କରୁଛନ୍ତି ଆପଣ ଏଠି 422 ରେ କନେକ୍ଟ କରିବେ କେତେ 422
ତ ଆପଣଙ୍କ ଲାପଟପ୍ ରୁ 22 କୁ ଆପଣଙ୍କ ରିଚେବଲ ଥିବା ଦରକାର। ଆପଣ କେମିତି ଜାଣିବେ? ଆପଣ ଦିଟା କମାଣ୍ଡ ୟୁଜ କରିବେ, ଯେମିତି ଆପଣ ମୁଁ କହିଥିଲି। ଆପଣ ପ୍ରଥମେ ପିଙ୍ଗ ଟେଷ୍ଟ କରିବେ ହେଲା, ଆପଣ ପିଙ୍ଗ କରିକି ଟେଷ୍ଟ କରିବେ। ଫାର୍ଷ୍ଟ ଆପଣ ରିଚେବଲ ଅଛି ନା ନାଇଁ, ଆଇପି ଆପଣ ଆଇପି ଟା ଆଣିଲେ, ଏଇଟା ଆପଣ ଆଇପି ଦେଖଉଛି ହେଲା, ଜଷ୍ଟ ସିଲେକ୍ଟ କଲେ ଆପଣଙ୍କ ଆଇପି କପି ହେଇଯିବ। ଦେନ୍ ଟେଷ୍ଟ କଲେ ପିଙ୍ଗ ମିଳୁଛି ମତେ, ପିଙ୍ଗ ଠିକ ଅଛି। ଦେନ୍ ମୁଁ କଣ କରିବି, ପୋର୍ଟ ଦେଖିବି, ଯୋଉ ପୋର୍ଟଟା 22 ପୋର୍ଟ। କମାଣ୍ଡ ହଉଛି ଟେଲନେଟ ଆଇପି ଦେନ୍ ପୋର୍ଟ। ଦେଖନ୍ତୁ ମୋର ଏଠି SSH ଏମିତି ଦେଖେଇଲା, ମାନେ ମୋ ଲାପଟପ ରୁ ଭର୍ଚୁଆଲ ମେସିନ କୁ 22 ପୋର୍ଟ ଟା ଓପନ ଅଛି, ମୁଁ କନେକ୍ଟ କରିପାରିବି। ତ ଆପଣ ଯଦି ଏଠି କନେକ୍ଟ ହଉନଥିବ, ତାହେଲେ ଆପଣଙ୍କୁ ଦେଖିବାକୁ ପଡିବ କଣ, ନା ଆପଣଙ୍କ ଲାପଟପ ରେ ଫାୟାରୱାଲ ସର୍ଭିସ ଟା ଚାଲିଥିବ। ଆପଣ ଲାପଟପ ରେ ଫାୟାରୱାଲ ସର୍ଭିସ ଟା ଚାଲେ, ଦେଖନ୍ତୁ ୱିଣ୍ଡୋଜ ଡିଫେଣ୍ଡର ଫାୟାରୱାଲ, ଏଇ ସର୍ଭିସ ଟା ଦେଖନ୍ତୁ। ମୁଁ କଣ କରିଛି, ସବୁ ଗୁଡାକ ଅଫ୍ କରି ରଖିଛି। ଦେଖନ୍ତୁ ଅଫ୍ ଅଛି, ଅଫ୍ ଅଛି ନା, ଏଇଠି ଦେଖନ୍ତୁ ଅଫ୍ ଦେଖଉଛି, ଅଫ୍ ଦେଖଉଛି, ମୁଁ ଏଇଟା ଅଫ୍ ରଖିଛି। ଯଦି ଆପଣ ଅନ୍ ଥିବ, ତାହେଲେ ଆପଣଙ୍କ ଏଠି କଣ ହବ, ଟେଲନେଟ ହବନି। ଯୋଉ ଟେଲନେଟ ହବନି, ଟେଲନେଟ ନହେଲେ ଆପଣ ପୁଟିରେ କନେକ୍ଟ କରିପାରିବେନି। ତ ଆପଣ ଫାଷ୍ଟ ସେଇଟାକୁ ଦେଖନ୍ତୁ, ଟେଲନେଟ ଟା ଯଦି କମ୍ପ୍ଲିଟ ହଉଛି ଫାୟାରୱାଲ ବନ୍ଦ କଲା ପରେ, ତାହେଲେ ଆପଣଙ୍କ SSH ହବ। ଯଦି ଫାୟାରୱାଲ ବନ୍ଦ କଲା ପରେ ବି ଟେଲନେଟ ହଉନି, ତାହେଲେ ଆପଣ ଭର୍ଚୁଆଲ ମେସିନ ଭିତରେ କିଛି ଗୋଟେ ପ୍ରୋବ୍ଲେମ ଅଛି, ସେଇଟା ଦେଖିବାକୁ ପଡିବ। ଆପଣ ଭର୍ଚୁଆଲ ମେସିନ ଭିତରେ ଏଇଠି ଆପଣ ନିଜେ ଟେଷ୍ଟ କରିବେ, ଆପଣଙ୍କ ଆକ୍ଚୁଆଲି କାମ କରୁଛି ନା ନାହିଁ। ନିଜେ ପିଙ୍ଗ କରିବେ, ନିଜ ଆଇପି କୁ ପିଙ୍ଗ କରିବେ, ଆପଣଙ୍କ ଆଇପି ଠିକ ସେ ପିଙ୍ଗ ହଉଛି ନା ନାହିଁ। ପିଙ୍ଗ ହେଲା, ତାପରେ ଆପଣ ନିଜେ ଟେଲନେଟ, ଏଇଠି ନିଜକୁ ନିଜେ ଟେଲନେଟ କରିବେ, ଟେଲନେଟ ଆଇପି 22 ଟେଲନେଟ କମାଣ୍ଡ ନାହିଁ, ମାନେ ଆମକୁ ଇନଷ୍ଟଲ କରିବାକୁ ପଡିବ। ଆପଣ କେମିତି, ଆଚ୍ଛା ଦେଖ, ଏଇଟା ଗୋଟେ ଭଲ ଜିନିଷ ଶିଖିଥାନ୍ତେ। ଆପଣ ବର୍ତ୍ତମାନ ତ ନର୍ମାଲ ଭିମ୍ ଅଛି, ଟେଲନେଟ କମାଣ୍ଡ ଏଇ ଦେଖନ୍ତୁ, ଟେଲନେଟ କମାଣ୍ଡ ନଟ୍ ଫାଉଣ୍ଡ, କମାଣ୍ଡ ନଟ୍ ଫାଉଣ୍ଡ ମାନେ ଟେଲନେଟ ପ୍ୟାକେଜ ଟା ଇନଷ୍ଟଲ ହେଇନି। ଆମେ କଣ କରିପାରିବା, ଆମର ଯୋଉ ISO ଇମେଜ ଥିଲା, ISO ଇମେଜ ଭିତରେ ଗୋଟେ ଟେଲନେଟ ସଫ୍ଟୱେର ଯାଆନ୍ତୁ, ଏ ଯୋଉ ISO ଇମେଜ ଅଛି, ଆକୁ ଯଦି ଆପଣ ଏକ୍ସଟ୍ରାକ୍ଟ କରିବେ, ଏକ୍ସଟ୍ରାକ୍ଟ କଲେ ତା ଭିତରେ ଆପଣଙ୍କର ଦେଖ, ମୁଁ କୋଉଠି ଗଲି, ଆପଷ୍ଟ୍ରିମ୍ ଗଲି, ପ୍ୟାକେଜେସ୍ କଲି, ଏଇଠି ଦେଖନ୍ତୁ ଟେଲନେଟ, ଏ ଦେଖନ୍ତୁ ଟେଲନେଟ ଗୋଟେ ପ୍ୟାକେଜ ଅଛି, ଦେଖିପାରିଲେ। ଏଇ ପ୍ୟାକେଜଟା ଆପଣ କଣ କରିବେ, ଏ ଯୋଉ ଫାଇଲ ଜିରା ଥ୍ରୁରେ ଆପଣଙ୍କ ଲାପଟପ ଭିତରକୁ ଟ୍ରାନ୍ସଫର କରିବେ। ଏଇ ଫାଇଲ ଜିରାରେ ଇନଷ୍ଟଲ ହେଇନି, ଏ ଯୋଉ ଫାଇଲ ଜିରା ଟୁଲ ଥ୍ରୁରେ ଆପଣଙ୍କର ଆପଣଙ୍କ ମେସିନରୁ ଆପଣଙ୍କ ଯୋଉ ଇ ଭିତରକୁ, ଭିଏମ୍ ଭିତରକୁ ଏଇ ଫାଇଲଟା ଟ୍ରାନ୍ସଫର କରିବେ। ଟ୍ରାନ୍ସଫର କଲା ପରେ ଫାଇଲ ଜିରା, ଏଠି ଆପଣ ଆଇପି ଟା ଦିଅନ୍ତୁ, ଆଇପି ଟା ଗଲା, ଏଇ ମିଶିକି ପୋର୍ଟ 22 ରେ କାମ କରୁଛି। ଏଠି ଦେବି ୟୁଜର ନେମ୍ ରୁଟ୍, ଏଠି ଦେବି ପାସୱାର୍ଡ, ଦେନ୍ ଦେବି ପୋର୍ଟ 22। ଦେଖନ୍ତୁ କନେକ୍ଟ ହେଇଗଲା, ହେଇଗଲା ନା। ତ ଏଇଠୁ କଣ କରିବି, ମୋର ଯୋଉଠି ଥିଲା ସେଠୁ ମୁଁ ଏଇ ପ୍ୟାକେଜଟାକୁ ମୋ ସର୍ଭର ଭିତରକୁ ଟ୍ରାନ୍ସଫର କରିବି। ଏଇଠି କରିକି ଏଇ ଯଦି ଆପଣ ରାଇଟ୍ କ୍ଲିକ୍ କରି ଅପଲୋଡ କରିବେ, ସେ କଣ ଅପଲୋଡ ହେଇଯିବ। ମୋର ତ ଏକ୍ସଟ୍ରାକ୍ଟ ହେଇନି ନା, ସେଥିପାଇଁ ମୁଁ ଆପଣଙ୍କୁ ଦେଖେଇ ପାରୁନି। ଏଇ ଯୋଉ ଧରନ୍ତୁ, ଏଇଟା ଗୋଟେ ଯାହା ବି ଥିବ, ରାଇଟ୍ କ୍ଲିକ୍ ଅପଲୋଡ କଲେ ଆପଣଙ୍କ ସର୍ଭର ଭିତରକୁ ପଳେଇବ। କୋଉଠି ଗଲା, ମନେ ରଖନ୍ତୁ ପାଥ ସ୍ଲାସ୍ ରୁଟ୍ ଭିତରକୁ ଯିବ। ଏଠି ଆପଣ ସିଟି ସ୍ଲାସ୍ ରୁଟ୍ ଭିତରକୁ ଯିବେ, ଏଇଠି ଆପଣ ଫାଇଲଟା ଦେଖେଇବ। ସେ ଯୋଉ ଫାଇଲଟା ଦେଖେଇଲା ପରେ ଏଠି ଆପଣ rpm ହାଇପେନ୍ ହାଇପେନ୍ IVX କରିବେ। Extra করেন।
ପ୍ୟାକେଜ ବାହାରକୁ ନେଇ ଆସିଲି। ଆସିଲା ଦେଖ ଅପଲୋଡ ହେଇଗଲା ଫାଇଲଟା। ଦେଖ ଏଠି ଦେଖ ଟେଲନେଟ୍ ପ୍ୟାକେଜ ପଳେଇ ଆସିଲା, ଏଠିକି ମୋ ସର୍ଭର ଭିତରୁ ପଳେଇ ଆସିଲା। ଓକେ, ତାକୁ ଇନଷ୍ଟଲ କରିବି rpm -ivx। rpm ମାନେ ଦେଖନ୍ତୁ କଣ ପାଇଁ rpm, ଏଇ ଦେଖ ଯାର ଏକ୍ସଟେନସନ ହଉଛି rpm, ତ ମତେ rpm କମାଣ୍ଡ ୟୁଜ କରିକି ଇନଷ୍ଟଲ କରିବାକୁ ପଡିବ। rpm -ivx, i ମାନେ ଇନଷ୍ଟଲ, v ମାନେ ଭର୍ବସ, h ମାନେ ହ୍ୟୁମାନ ରିଡେବଲ। ଓକେ, ସରି ହାସ୍, h ମାନେ ହାସ୍। ଟେଲନେଟ୍ କମାଣ୍ଡ କଲେ ତ ଆପଣ ଇନଷ୍ଟଲ ହେଇଗଲା ହେଲା। ଆପଣ ଏମିତିଆ ଫାଇଲ ସବୁ ଆପଣ ଯୋଉ ଦରକାର ଫାଇଲ ଆପଣ ଇନଷ୍ଟଲ କରିପାରିବେ। ଇନଷ୍ଟଲ କଲା, ଏବେ ଦେଖନ୍ତୁ ଟେଲନେଟ୍ କମାଣ୍ଡ ଯୋଉ କମାଣ୍ଡ ଆମେ ୟୁଜ କରୁଥିଲେ କାମ କରୁନଥିଲା ନା, କମାଣ୍ଡ ନଟ୍ ଫାଉଣ୍ଡ ଦେଖଉଥିଲା। ଦେଖନ୍ତୁ ଦେଖନ୍ତୁ ଏ କମାଣ୍ଡ ମୁଁ ଭୁଲ ଲେଖି ଦେଇଥିଲି। ହଁ, TLENT ଲେଖି ଦେଇଥିଲି ହେଲା। ଟେଲନେଟ୍ ଦେଲି, ଏବେ ଦେଖନ୍ତୁ ଆପଣ କଣ ଦେଖିଲେ କନେକ୍ଟେଡ, ମାନେ ଆପଣଙ୍କର ଏଇ ସର୍ଭର ଭିତରେ 22 ପୋର୍ଟଟା ପ୍ରପରଲି ଓପନ ଅଛି ବା କାମ କରୁଛି। ତ ଆପଣଙ୍କର ତାପରେ ଆପଣ ନିଜ ଡେସ୍କଟପ୍ ଦେଖିବେ କମାଣ୍ଡ ପ୍ରମ୍ପ୍ଟରେ ଯାଇକି ଟେଲନେଟ୍ ହଉଛି ନା ନାହିଁ। ଯଦି ଆପଣ ଦି ଜାଗ ଭିତରେ 22 ପୋର୍ଟରେ ଟେଲନେଟ୍ ଏଷ୍ଟାବ୍ଲିଶ ହେଇଗଲା ବା ସକ୍ସେସଫୁଲ ହେଇଗଲା, ଆପଣ ତାପରେ ପୁଟି ୟୁଜ କଲେ ପୁଟି ୟୁଜ ହେଇପାରିବ। ବୁଝିପାରିଲେ? ଆଜ୍ଞା ସାର୍। ଠିକ ଅଛି, ଆଉ ତାର କଣ ଡାଉଟ ଅଛି କି?